أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين ଆଜିକାଲି ଖୁତବାରେ ଆହଜାବ ଯୁଦ୍ଧ ସଂକ୍ରାନ୍ତରେ ଚର୍ଚ୍ଚା ଜାରି ରହିଛି। ବିଗତ ଖୁତବାରେ ଏହା ବର୍ଣ୍ଣିତ ହୋଇଥିଲା ଯେ ଅବିଶ୍ୱାସକାରୀମାନେ ରାତ୍ର ସମୟରେ ଯେତେବେଳେ ଝଡ଼ ତୁଫାନ ଆସିଲା ସେତେବେଳେ ସେମାନେ ଯୁଦ୍ଧଭୂମି ଖାଲି କରିଦେଲେ ଓ ପଳାୟନ କଲେ। ଅବିଶ୍ୱାସକାରୀମାନେ ଯୁଦ୍ଧଭୂମି ଖାଲି କରିବାର ଘଟଣା ସଂକ୍ରାନ୍ତରେ ଇତିହାସ ପୃଷ୍ଠାରେ ଏହା ବର୍ଣ୍ଣିତ ରହିଛି ଯେ ଆଲ୍ଲାହ ତାଆଲା ଯେତେବେଳେ ଅବିଶ୍ୱାସକାରୀଙ୍କୁ ତଡ଼ିଦେଲେ ସେତେବେଳେ ଆପଣ ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମ କହିଲେ ଆଲ୍ଲାନା ନଗଜୁହୁମ୍ ୱଲା ୟଗଜୁନନା, ଅର୍ଥାତ୍ ଆସନ୍ତାରେ ଆମେମାନେ କୁରେଶମାନଙ୍କ ବିରୁଦ୍ଧରେ ବାହାରିବୁ କିନ୍ତୁ ସେମାନଙ୍କୁ ଆମମାନଙ୍କ ବିପକ୍ଷରେ ବାହାରିବାକୁ ଆଲ୍ଲାହ ତାଆଲା ସାହସ ପ୍ରଦାନ କରିବେ ନାହିଁ। ଏତତ୍ପରେ ବାସ୍ତବରେ ଏହିପରି ହିଁ ଘଟିଲା। କୁରେଶମାନଙ୍କୁ ଏହାର ସାହସ ହେଲା ନାହିଁ ଯେ ସେମାନେ ମୁସଲମାନମାନଙ୍କ ବିପକ୍ଷରେ ବାହାରିବେ, ସେମାନଙ୍କ ଉପରେ ଆକ୍ରମଣ କରିପାରିବେ। ଏପର୍ଯ୍ୟନ୍ତ କି ରସୁଲୁଲ୍ଲାହ ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମଙ୍କ ହସ୍ତରେ ମକ୍କା ବିଜୟ ହୋଇଗଲା। ସେ ଯାହା ହେଉ ସକାଳ ଯେତେବେଳେ ହେଲା ସେତେବେଳେ ଖନ୍ଦକ ଆରପଟରେ କୌଣସି ବିରୋଧୀ ଶତ୍ରୁ ଉପସ୍ଥିତ ନଥିଲେ, ସମସ୍ତେ ପଳାୟନ କରିସାରିଥିଲେ। ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲାମ ମୁସଲମାନମାନଙ୍କୁ ନିଜ ଘର ଅଭିମୁଖେ ପ୍ରସ୍ଥାନ କରିଯିବାକୁ ଅନୁମତି ପ୍ରଦାନ କରିଦେଲେ। ତେଣୁ ସମସ୍ତେ ପ୍ରସନ୍ନତାର ସହିତ ନିଜ ଘରକୁ ଫେରିଗଲେ। ବର୍ଣ୍ଣନା କରାଯାଏ ଯେ ଖନ୍ଦକର ଘେରାଉ 15 ଦିନ ପର୍ଯ୍ୟନ୍ତ ଜାରି ରହିଥିଲା। ଅନ୍ୟ ଏକ କଥନ ଅନୁଯାୟୀ ଉକ୍ତ ଘେରାଉ 20 ଦିନ ପର୍ଯ୍ୟନ୍ତ ଜାରି ରହିଥିଲା। ସେହିପରି ଏହା ମଧ୍ୟ କୁହାଯାଏ ଯେ 1 ମାସ ପର୍ଯ୍ୟନ୍ତ ଘେରାଉ ଅବ୍ୟାହତ ରହିଥିଲା। ଖନ୍ଦକ ଯୁଦ୍ଧରେ 9 ଜଣ ମୁସଲମାନ ଶହୀଦ ହୋଇଥିଲେ। ତନ୍ମଧ୍ୟରୁ ସାଦ୍ ବିନ୍ ମୁଆଜ ରଜିୟଲ୍ଲାହୁ ତାଆଲା ଅନ୍ୟତମ। ଆପଣ ଉକ୍ତ ଯୁଦ୍ଧରେ ଆହତ ହୋଇଥିଲେ ଏବଂ କିଛି ଦିନ ପରେ ସେହି ଆଘାତରୁ ବର୍ତ୍ତି ନପାରି ମୃତ୍ୟୁବରଣ କରିଥିଲେ। ଦ୍ୱିତୀୟ ବ୍ୟକ୍ତି ହେଉଛନ୍ତି ଅନସ୍ ବିନ୍ ଅସ୍ ରଜିୟଲ୍ଲାହୁ ତାଆଲା, ଅବଦୁଲ୍ଲାହ ବିନ୍ ସାହଲ ରଜିୟଲ୍ଲାହୁ ତାଆଲା, ତୁଫେଲ ବିନ୍ ନୁମାନ ରଜିୟଲ୍ଲାହୁ ତାଆଲା, ସାଲବ ବିନ୍ ଅନାମ ବିନ୍ ଅଦା ରଜିୟଲ୍ଲାହୁ ତାଆଲା, କାବ ବିନ୍ ज़ैद, कैस बिन ज़ैद बिन आमिर रज़ियल्लाहु ताला, अब्दुल्लाह बिन उबई खालिद रज़ियल्लाहु ताला, अबू सनान बिन सैफी बिन सखर रज़ियल्लाहु ताला। ଆଉ 2 ଜଣ ସାହାବା ପ୍ରକୃତରେ ପୂର୍ବରୁ ହିଁ ଶହୀଦ ହୋଇଯାଇଥିଲେ, ଯାହାଙ୍କର ପୂର୍ବେ ଚର୍ଚ୍ଚା ହୋଇସାରିଛି। ଅର୍ଥାତ୍ ସେହି ଶହୀଦ ହୋଇଥିବା ସାହାବାମାନେ ଅବୁ ସୁଫିଆନର ସୈନ୍ୟବାହିନୀ ସମ୍ପର୍କରେ ଖବର ସଂଗ୍ରହ କରିବାକୁ ଯାଇଥିଲେ ଏବଂ ସେଠାରେ ହିଁ ସେ ଶହୀଦ ହୋଇଯାଇଥିଲେ, ବୀରଗତି ପ୍ରାପ୍ତ କରିଥିଲେ। ତେଣୁ ମୋଟ 11 ଜଣ ମୁସଲମାନ ଏହି ଯୁଦ୍ଧରେ ଶହୀଦ ହୋଇଥିଲେ। ସେହି 2 ଜଣ ସାହାବାମାନେ ହେଲେ ସୁଲେତ ରଜିୟଲ୍ଲାହୁ ତାଆଲା ଓ ସୁଫିଆନ ବିନ୍ ଅଫ୍ ଅସ୍ଲମୀ ରଜିୟଲ୍ଲାହୁ ତାଆଲା। ଏହାର ବିପରୀତ ଅବିଶ୍ୱାସକାରୀଙ୍କ 3 ଜଣ ବ୍ୟକ୍ତି ନିହତ ହୋଇଥିଲେ। ସେମାନେ ହେଲେ ଅମ୍ର ବିନ୍ ଅବ୍ଦେ ୱଦୁଦ୍, ନୌଫଲ ବିନ୍ ଅବଦୁଲ୍ଲାହ ବିନ୍ ମୁଗୀରା ଓ ଉସ୍ମାନ ବିନ୍ ମୁନବା। ଉସ୍ମାନ ବିନ୍ ମୁନବା
କୁ ଖନ୍ଦକ ଦିନ ଏକ ତୀର ବାଜିଥିଲା। ଯେଉଁଦିନ ଅବିଶ୍ୱାସକାରୀମାନେ ଭୀଷଣ ରୂପେ ଆକ୍ରମଣ କରିଥିଲେ, ସେଦିନ ମୁସଲମାନମାନେ ମଧ୍ୟ ତୀରର ଜବାବ ତୀର ଦ୍ୱାରା ଦେଇଥିଲେ। ଏଥିରେ ସେ ଆଘାତ ହୋଇଥିଲେ ଓ ମକ୍କା ଯାଇ ମୃତ୍ୟୁବରଣ କରିଥିଲେ। ଆହଜାବ ଯୁଦ୍ଧର ଫଳାଫଳ ଅତ୍ୟନ୍ତ ରୋଚକପୂର୍ଣ୍ଣ ହୋଇଥିଲା, ଯେପରିକି ଆମେମାନେ ଇତିହାସରେ ଅବଲୋକନ କରିଛେ। ଏଥି ସଂକ୍ରାନ୍ତରେ ହଜରତ ମିର୍ଜା ବଶୀର ଅହମଦ ସାହେବ ଉଲ୍ଲେଖ କରିଛନ୍ତି, ନ୍ୟୁନାଧିକ 20 ଦିନ ପର୍ଯ୍ୟନ୍ତ ଅବିଶ୍ୱାସକାରୀମାନେ ମୁସଲମାନମାନଙ୍କର ଏବଂ ମଦିନାର ଘେରାଉ ଜାରି ରଖିଥିଲେ, କିନ୍ତୁ ଶେଷରେ ସେମାନେ ଅସଫଳ ହୋଇ ପ୍ରତ୍ୟାବର୍ତ୍ତନ କରିଥିଲେ। ବନୁ କୁରେଜାର ସମ୍ପ୍ରଦାୟ ଯେଉଁମାନେ ଅବିଶ୍ୱାସକାରୀମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ବାହାରି ଆସିଥିଲେ, ସେମାନେ ମଧ୍ୟ ନିଜର ଦୁର୍ଗ ମଧ୍ୟକୁ ଫେରିଗଲେ। ଉକ୍ତ ଯୁଦ୍ଧରେ ମୁସଲମାନମାନଙ୍କ ଜୀବନର ବେଶୀ କିଛି କ୍ଷତି ହୋଇନଥିଲା, ଅର୍ଥାତ୍ 5-6 ଜଣ ମୁସଲମାନ ଶହୀଦ ହୋଇଥିଲେ, କିନ୍ତୁ ଔସ୍ ସମ୍ପ୍ରଦାୟର ବରିଷ୍ଠ ଅଧିପତି ସାଦ୍ ବିନ୍ ମୁଆଜ୍ ରଜିୟଲ୍ଲାହୁ ଏପରି ଗଭୀର ରୂପେ ଆହତ ହୋଇଥିଲେ ଯେ ଶେଷରେ ସେ ଆଉ ସୁସ୍ଥ ହୋଇପାରିନଥିଲେ। ମୁସଲମାନମାନଙ୍କ ନିମନ୍ତେ ଏହା ଅପୂରଣୀୟ କ୍ଷତି ଥିଲା। ଅବିଶ୍ୱାସକାରୀଙ୍କ ସୈନ୍ୟବାହିନୀ ମଧ୍ୟରୁ କେବଳ 3 ଜଣ ବ୍ୟକ୍ତି ନିହତ ହୋଇଥିଲେ, କିନ୍ତୁ ଉକ୍ତ ଯୁଦ୍ଧରେ କୁରୈଶମାନଙ୍କୁ ଏପରି ଏକ ଶକ୍ତ ଧକ୍କା ଲାଗିଥିଲା ଯେ ଉକ୍ତ ଅଭିଯାନ ପରେ ସେମାନଙ୍କୁ ମୁସଲମାନମାନଙ୍କ ବିରୁଦ୍ଧରେ ଏଭଳି ଏକତ୍ରିତ ହୋଇ ବାହାରିବାର ସାହସ ହେଲା ନାହିଁ। ହୁଜୁର ସല്ലଲ୍ଲାହୁ ଆଲୈହି ወሰଲ୍ଲମଙ୍କ ଭବିଷ୍ୟବାଣୀ ଅକ୍ଷରେ ଅକ୍ଷରେ ପୂରଣ ହେଲା। ଅବିଶ୍ୱାସକାରୀଙ୍କ ସୈନ୍ୟବାହିନୀ ଚାଲିଯିବା ପରେ ହୁଜୁର ସല്ലଲ୍ଲାହୁ ଆଲୈହି वसल्लम ମଧ୍ୟ ସାହାବାମାନଙ୍କୁ ଫେରିଯିବା ନିମନ୍ତେ ଆଦେଶ ଦେଲେ ଏବଂ ମୁସଲମାନମାନେ ଯୁଦ୍ଧ ଭୂମିରୁ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଗଲେ। ଏପରି ଆହଜାବ ଯୁଦ୍ଧର ପରିସମାପ୍ତି ଘଟିଲା। ବାସ୍ତବରେ ଉକ୍ତ ଯୁଦ୍ଧ ଅତ୍ୟନ୍ତ ଭୟଙ୍କର ଯୁଦ୍ଧ ଥିଲା। ଏହାଠୁ ବଳି ଅନ୍ୟ କୌଣସି ସାମୂହିକ ବିପତ୍ତି ସେତେବେଳେ ମୁସଲମାନମାନଙ୍କ ଉପରେ ଅବତୀର୍ଣ୍ଣ ହୋଇନଥିଲା। ଅନ୍ୟଥା ଉକ୍ତ ଯୁଦ୍ଧ ପରେ ହୁଜୁର ସല്ലଲ୍ଲାହୁ ଆଲୈହି वसल्लमଙ୍କ ଜୀବନରେ ଏତେ ବଡ଼ ବିପତ୍ତି କେବେ ବି ଆସିନଥିଲା। ଉକ୍ତ ଯୁଦ୍ଧ ଏକ ଭୟଙ୍କର ଭୂମିକମ୍ପ ସଦୃଶ ବିପତ୍ତି ଥିଲା। ଉକ୍ତ ଭୂମିକମ୍ପ ଇସଲାମୀୟ ଭବନର ମୂଳଦୁଆକୁ ଦୋହଲାଇ ଦେଇଥିଲା। ତାହାକୁ ଅବଲୋକନ କରି ମୁସଲମାନମାନଙ୍କର ଆଖି ଜଳକା ହୋଇଯାଇଥିଲା। ମୁସଲମାନମାନଙ୍କ କଲିଜା ପାଟିକୁ ଚାଲି ଆସିଥିଲା। ସେମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ଦୁର୍ବଳ ବିଶ୍ୱାସୀ ମୁସଲମାନମାନେ ଏହା ମନେ କରିନେଲେ ଯେ ବାସ୍ ମୁସଲମାନମାନଙ୍କର କାମ ତମାମ ହୋଇଗଲା। ଉକ୍ତ ଯୁଦ୍ଧର ଭୟଙ୍କର ଓ ଏହି ମହାବିପତ୍ତି ନ୍ୟୁନାଧିକ 1 ମାସ ପର୍ଯ୍ୟନ୍ତ ସେମାନଙ୍କ ଉପରେ ରହିଥିଲା। ସହସ୍ରାଧିକ ନୃଶଂସ ଅବିଶ୍ୱାସକାରୀମାନେ ମୁସଲମାନମାନଙ୍କ ଘରର ଘେରାଉ କରି ସେମାନଙ୍କର ଜୀବନକୁ ନର୍କ କରିଦେଇଥିଲେ। ଉକ୍ତ ବିପତ୍ତିର ତିକ୍ତତାକୁ ବନୁ କୁରେଜା ସମ୍ପ୍ରଦାୟର ବିଶ୍ୱାସଘାତକତା ବହୁଗୁଣିତ କରିଦେଇଥିଲା। ଉକ୍ତ ସମସ୍ତ ଉପଦ୍ରବର ମୂଳରେ ବନୁ ନଜିର ସମ୍ପ୍ରଦାୟର ସେହି ଉପକାରୀ ୟହୁଦୀମାନେ ଥିଲେ, ଯେଉଁମାନଙ୍କ ଉପରେ ହୁଜୁର ସല്ലଲ୍ଲାହୁ ଆଲୈହି वसल्लमଙ୍କର କୃପା ପରି ସେମାନଙ୍କୁ ମଦିନାରେ ଶାନ୍ତିପୂର୍ଣ୍ଣ ଭାବରେ ବାହାରି ଯିବା ପାଇଁ ଅନୁମତି ପ୍ରଦାନ କରିଦେଇଥିଲେ। ତେଣୁ ଉକ୍ତ ଯୁଦ୍ଧ ହେଉଛି ସେହି ୟହୁଦୀମାନଙ୍କ ଅଧିପତିଙ୍କ ଟିହାଇବା ବା ବିଭ୍ରାନ୍ତର ପରିଣାମ। ତେଣୁ ଉକ୍ତ ବିଭ୍ରାନ୍ତ ଫଳରେ ଆରବର ମରୁଭୂମିର ସମସ୍ତ ଜଣାଶୁଣା ସମ୍ପ୍ରଦାୟ ଇସଲାମ ଧର୍ମ ବିରୁଦ୍ଧରେ ଛିଡ଼ା ହୋଇଯାଇଥିଲେ ଏବଂ ମୁସଲମାନମାନଙ୍କୁ ନିଶ୍ଚିହ୍ନ କରିଦେବା ପାଇଁ ଏକତ୍ରିତ ହୋଇଥିଲେ। ନିଃସନ୍ଦେହ ରୂପେ ଯଦି ସେତେବେଳେ ସେହି ହିଂସ୍ରମାନଙ୍କୁ ସହରରେ ପ୍ରବେଶ କରିବାକୁ ସୁଯୋଗ ମିଳିଯାଇଥାନ୍ତା, ତେବେ ଗୋଟିଏ ମୁସଲମାନ ବି ସେତେବେଳେ ଜୀବିତ ରହିନଥାନ୍ତେ। କୌଣସି ପବିତ୍ର ମୁସଲମାନ ମହିଳାମାନଙ୍କର ସମ୍ମାନ ସେହି ଲୋକମାନଙ୍କର ମନ୍ଦ ଆକ୍ରମଣରୁ ସୁରକ୍ଷିତ ରହିପାରିନଥାନ୍ତା। କିନ୍ତୁ ଏହା କେବଳ ପରାକ୍ରମୀ ଅଲ୍ଲାହଙ୍କ କୃପା ଓ ତାହାଙ୍କ ଅପାର ଲୀଳାମୟ ଅଦୃଷ୍ଟ ହସ୍ତ ଥିଲା କି ସେହି ଝିଣ୍ଟିକା ଦଳକୁ ଅକୃତକାର୍ଯ୍ୟ ହୋଇ ଫେରାଇ ଯିବାକୁ ବିବଶ କରିଦେଇଥିଲେ। ମୁସଲମାନମାନେ ପ୍ରଭୁଙ୍କ କୃତଜ୍ଞତା ଜ୍ଞାପନ କରି ଶାନ୍ତିପୂର୍ଣ୍ଣ ଭାବରେ ନିଶ୍ୱାସ ନେଇ ନିଜ ଘରକୁ ଫେରିଗଲେ। କିନ୍ତୁ ବନୁ କୁରେଜା ସମ୍ପ୍ରଦାୟର ବିପଦ ଏଯାବତ୍ ସେହିପରି ବଳବତ୍ତର ରହିଥିଲା। ଏହି ଲୋକମାନେ ଅତ୍ୟନ୍ତ ଭୟଙ୍କର ପରିସ୍ଥିତିରେ ନିଜର ବିଶ୍ୱାସଘାତକତା ପ୍ରଦର୍ଶନ କରି ଶାନ୍ତିପୂର୍ଣ୍ଣ ଭାବରେ ନିଜର ଦୁର୍ଗ ମଧ୍ୟରେ ସୁରକ୍ଷିତ ହୋଇଯାଇଥିଲେ। ଉକ୍ତ ସମ୍ପ୍ରଦାୟ ଏହା ଭାବୁଥିଲା କି ବର୍ତ୍ତମାନ କୌଣସି ବ୍ୟକ୍ତି ଆମର କିଛି ଅନିଷ୍ଟ କରିପାରିବ ନାହିଁ। କିନ୍ତୁ ସେ ଯାହା ହେଉନା କାହିଁକି ଉକ୍ତ
ଉପଦ୍ରବର ପ୍ରତିକାର ନିହାତି ଜରୁରୀ ଥିଲା, କାରଣ ସେମାନଙ୍କର ଅସ୍ତିତ୍ୱ ମଦିନାରେ ମୁସଲମାନମାନଙ୍କ ନିମନ୍ତେ ସର୍ପଠାରୁ କିଛି କମ୍ ନଥିଲା। ଅନ୍ୟପଟରେ ବନୁ ନଜିର ସମ୍ପ୍ରଦାୟର ଅଭିଜ୍ଞତା ଏହା ସୂଚାଉଥିଲା ଯେ ଉକ୍ତ ସର୍ପ ହେଉଛି ଏପରି ସର୍ପ ଯେଉଁ ସର୍ପକୁ ଘରେ ପୋଷିବା ଅତି ଭୟଙ୍କର। ସେ ଯାହା ହେଉ, ପ୍ରତିକାର ସ୍ୱରୂପ ବନୁ କୁରେଜା ସମ୍ପ୍ରଦାୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଗଲା। ଅତଏବ ଉକ୍ତ କାର୍ଯ୍ୟାନୁଷ୍ଠାନକୁ ବନୁ କୁରେଜା ଯୁଦ୍ଧ ମଧ୍ୟ କୁହାଯାଏ। ଏହି ଯୁଦ୍ଧ ଜୁଲ୍‌କାଦା 5 ହିଜ୍ରୀ ଅନୁଯାୟୀ ମାର୍ଚ୍ଚ ଓ ଅପ୍ରେଲ ମାସ 627 ଖ୍ରୀଷ୍ଟାବ୍ଦରେ ହୋଇଥିଲା, ଯାହାର ଚର୍ଚ୍ଚା ପବିତ୍ର କୁରାନରେ ଏପରି ବର୍ଣ୍ଣିତ ରହିଛି: ୱାନ୍‌ଜାଲାଲ୍ଲାযୀନା ଜାହାରୁ ହୁମ୍ ମିନ୍ ଆହଲିଲ୍ କିତାବି ମିନ୍ ସୟାସିହିମ୍ ୱ-କଯଫ ଫୀ କୁଲୂବିହିମୁର୍ ରୁ'ବା ଫରୀକାନ୍ ତକ୍‌ତୁଲୂନା ୱ-ତା'ସିରୁନା ଫରୀକାନ୍ व-औरसकुम अर्ज़हुम व-दियारहुम व-अम्वालहुम व-अर्ज़ल लम ततऊहा व-कानल्लाहु अला कुल्लि शैइन क़दीरा। ଏବଂ ସେହି ଗ୍ରନ୍ଥଧାରୀମାନଙ୍କ ମଧ୍ୟରୁ ଯେଉଁମାନେ ସେହି ଆକ୍ରମଣକାରୀ ଅବିଶ୍ୱାସକାରୀମାନଙ୍କୁ ସାହାଯ୍ୟ କରିଥିଲେ, ସେ ଅର୍ଥାତ୍ ଆଲ୍ଲାହ ତାଆଲା ସେମାନଙ୍କର ମନରେ ଭୟ ସଞ୍ଚାର କରିଥିଲେ, ଯଦ୍ୱାରା କି ତୁମେମାନେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ହତ୍ୟା କରିବାକୁ ଓ ଅନ୍ୟମାନଙ୍କୁ ବନ୍ଦୀ କରିବାକୁ ସକ୍ଷମ ହୋଇଥିଲ। ସେ ଅର୍ଥାତ୍ ଆଲ୍ଲାହ ତାଆଲା ତୁମମାନଙ୍କୁ ସେମାନଙ୍କର ଭୂମି ଓ ସେମାନଙ୍କ ବାସଗୃହ ଓ ସେମାନଙ୍କ ଧନସମ୍ପତ୍ତିର ଉତ୍ତରାଧିକାରୀ କରିଥିଲେ, ତଥା ସେହି ଭୂମି ଉପରେ ମଧ୍ୟ ଯାହା ଉପରେ ତୁମମାନଙ୍କ ପାଦ ଅଦ୍ୟାବଧି ପଡ଼ିନଥିଲା। ଏବଂ ଆଲ୍ଲାହ ତାଆଲା ହିଁ ସକଳ ବିଷୟରେ ସର୍ବଜ୍ଞ ଓ ସର୍ବଶକ୍ତିମାନ। ବନୁ କୁରେଜା ସମ୍ପ୍ରଦାୟର ସଂକ୍ଷିପ୍ତ ଚର୍ଚ୍ଚା ଏହିପରି ଉଲ୍ଲେଖ ରହିଛି ଯେ ବନୁ କୁରେଜା ସମ୍ପ୍ରଦାୟ ୟହୁଦୀମାନଙ୍କର ଏକ ଗୋଷ୍ଠୀ ଥିଲା। ଏହି ବନୁ କୁରେଜା ସମ୍ପ୍ରଦାୟଟି ୟହୁଦୀମାନଙ୍କର ସନ୍ତାନ ଥିଲେ। ଏହି ସମ୍ପ୍ରଦାୟଟି ମଦିନାର ପ୍ରାୟ କିଛି ବ୍ୟବଧାନରେ ଏକ ସୁଦୃଢ଼ ଦୁର୍ଗ ମଧ୍ୟରେ ରହୁଥିଲେ। ବନୁ କୁରେଜା ଓ ବନୁ ନଜିର ସମ୍ପ୍ରଦାୟ ଦୁଇ ଭାଇ ପରି ଥିଲେ। ଏମାନେ ହଜରତ ହାରୁନ ଆଲୈହିସ୍ସଲାମଙ୍କ ବଂଶଜ ରୂପେ ପରିଚିତ ଥିଲେ ଓ ଅନ୍ୟ ସନ୍ତାନ ବନୁ ନଜିର ସମ୍ପ୍ରଦାୟ ଥିଲା। ଉପରୋକ୍ତ ଯୁଦ୍ଧର ପୃଷ୍ଠଭୂମି ଯେପରିକି ମୁଁ ବିଗତ ଖୁତବାରେ ବର୍ଣ୍ଣନା କରିସାରିଛି, ଖନ୍ଦକ ଯୁଦ୍ଧର ବିସ୍ତୃତ ବିବରଣୀରେ ମଧ୍ୟ ଉକ୍ତ କଥା ଅତିକ୍ରାନ୍ତ ହୋଇସାରିଛି। ବନୁ କୁରେଜା ସମ୍ପ୍ରଦାୟ ଠିକ୍ ଯୁଦ୍ଧ ସମୟରେ ବିଶ୍ୱାସଘାତ କରି ପ୍ରତିଶ୍ରୁତି ଭଙ୍ଗ କରିଥିଲା, ମୁସଲମାନମାନଙ୍କ ବିରୁଦ୍ଧରେ କୁରେଶମାନଙ୍କୁ ସାହାଯ୍ୟ କରିଥିଲେ ଏବଂ ସେହି ଚୁକ୍ତିକୁ ଭଙ୍ଗ କରି ଦେଇଥିଲେ ଯାହାକି ସେମାନଙ୍କ ଓ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ወସଲ୍ଲମଙ୍କ ମଧ୍ୟରେ ସ୍ୱାକ୍ଷର ହୋଇଥିଲା। ଖନ୍ଦକ ଯୁଦ୍ଧ ସମାପ୍ତ ହେବା ପରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଯେତେବେଳେ ପ୍ରତ୍ୟାବର୍ତ୍ତନ କଲେ, ସେତେବେଳେ ଆପଣ ଓ ସାହାବାମାନେ ଅସ୍ତ୍ରଶସ୍ତ୍ର ଓହ୍ଲାଇ ସାରିଥିଲେ। ଏକ ବର୍ଣ୍ଣନାରେ ଉଲ୍ଲେଖ ରହିଛି ଯେ ଆପଣ ସଲ୍ଲଲ୍ଲାହୁ ଆଲୈହି वसल्लम ସ୍ନାନ କଲେ ଏବଂ ସୁଗନ୍ଧ ବରାଦ କଲେ ଓ ନିଜର ମୁଣ୍ଡ ଧୋଇବାକୁ ଲାଗିଲେ। ସେହିପରି ଅନ୍ୟ ଏକ ବର୍ଣ୍ଣନାରେ ଉଲ୍ଲେଖ ରହିଛି ଯେ ହଜରତ ଆୟଶା ରାଦିୟଲ୍ଲାହୁ ଆନ୍ହା ବର୍ଣ୍ଣନା କରନ୍ତି, ଜଣେ ବ୍ୟକ୍ତି ଆମମାନଙ୍କୁ ସଲାମ କଲା, ହେଲେ ଆମେମାନେ ଘରେ ଥିଲୁ। ଯେତେବେଳେ ଡାକ ମାରିଲା ବାହାରୁ, ସେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଶୀଘ୍ର ତା ଆଡ଼କୁ ଧାଇଁଗଲେ ଏବଂ ମୁଁ ଦ୍ୱାର ମଧ୍ୟରୁ ଏସବୁ ଦୃଶ୍ୟ ଅବଲୋକନ କରୁଥିଲି। ମୁଁ ଦେଖିଲି ଯେ ସେଠାରେ ହଜରତ ଦିହିୟା କଲ୍ବି ରହମତୁଲ୍ଲାହ ଆଲୈହି ଥିଲେ। ସେ ନିଜ ମୁଖମଣ୍ଡଳରୁ ଧୂଳି ସଫା କରୁଥିଲେ। ସେ ପଗଡ଼ି ବାନ୍ଧିଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ତରବାରୀର ବେକକୁ ଡେରି ହୋଇ ଛିଡ଼ା ହୋଇଥିଲେ। ସେ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଆପଣ ଅସ୍ତ୍ର ଓହ୍ଲାଇ ଦେଇଛନ୍ତି। ମୁଁ ଆଲ୍ଲାହଙ୍କ ଶପଥ କରି କହୁଛି ଯେ ଆମେମାନେ ଏପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ଓହ୍ଲାଇ ନାହୁଁ। ଅନ୍ୟ ଏକ ବର୍ଣ୍ଣନାରେ ଏପରି ଶବ୍ଦ ରହିଛି ଯେ ଯେବେଠାରୁ ଆପଣ ସଲ୍ଲଲ୍ଲାହୁ ଆଲୈହି वसल्लम ଶତ୍ରୁର ସମ୍ମୁଖୀନ ହୋଇଛନ୍ତି, ସେବେଠାରୁ ଦେବଦୂତମାନେ ଅସ୍ତ୍ର ଓହ୍ଲାଇ ନାହାନ୍ତି, ଏପର୍ଯ୍ୟନ୍ତ କି ଆମେମାନେ ଆହଜାବ ଯୁଦ୍ଧର ପିଛା କରି ଫେରୁଅଛୁ। ଅର୍ଥାତ୍
ଶତ୍ରୁ ଦଳର ପିଛା କରି ଫେରୁଅଛୁ। ସେ ଏହି କଥା କହିଲେ କି ଦେବଦୂତମାନେ ଅସ୍ତ୍ର ଓହ୍ଲାଇ ନାହାନ୍ତି। ଆଲ୍ଲାହ ତାଆଲା ସେମାନଙ୍କୁ ପରାସ୍ତ, ସେମାନେ ଏପର୍ଯ୍ୟନ୍ତ ନିଜ ଅସ୍ତ୍ର ଓହ୍ଲାଇ ନାହାନ୍ତି ଯେପର୍ଯ୍ୟନ୍ତ କି ଆଲ୍ଲାହ ତାଆଲା ସେମାନଙ୍କୁ ପରାସ୍ତ କରିଦେଲେ। ବର୍ତ୍ତମାନ ଆପଣ ସଲ୍ଲଲ୍ଲାହୁ ଆଲାଇହି वसल्लम ସେହି ଆଡ଼କୁ ମୁହାନ୍ତୁ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, କେଉଁ ଆଡ଼କୁ? ସେ ଇଙ୍ଗିତ ମାଧ୍ୟମରେ କହିଲେ, ବନୁ କୁରେଜା ସମ୍ପ୍ରଦାୟ ଆଡ଼କୁ। ହଜରତ ଆୟଶା ରାଦିୟଲ୍ଲାହୁ କୁହନ୍ତି, ମୁଁ ଭିତରକୁ ଚାଲି ଆସିଲି। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଯେତେବେଳେ ଆସିଲେ ସେତେବେଳେ ମୁଁ ପଚାରିଲି, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ସେ ବ୍ୟକ୍ତି ଜଣକ କିଏ ଥିଲେ ଯାହାଙ୍କ ସହିତ ଆପଣ ସଲ୍ଲଲ୍ଲାହୁ ଆଲାଇହି वसल्लम କଥାବାର୍ତ୍ତା ହେଉଥିଲେ? ପ୍ରତି ଉତ୍ତରରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ହେ ଆୟଶା, କ'ଣ ତୁମେ ଉକ୍ତ ବ୍ୟକ୍ତିଙ୍କୁ ଦେଖିଲ? ସେ କହିଲେ, ଆଜ୍ଞା ହଁ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ହେ ଆୟଶା, ତୁମେ ଉକ୍ତ ବ୍ୟକ୍ତିଙ୍କୁ କାହା ସହିତ ସାମଞ୍ଜସ୍ୟ ଥିବାର ପାଇଲ? ହଜରତ ଆୟଶା ରାଦିୟଲ୍ଲାହୁ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ମୁଁ ତାଙ୍କୁ ହଜରତ ଦିହିୟା କଲବିଙ୍କ ସଦୃଶ ପାଇଲି। ଏଥିରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ସେ ହଜରତ ଜିବ୍ରାଇଲ ଆଲାଇହିସ୍ ସଲାମ ଥିଲେ। ଏଠାରେ ସେହି କଥା ପ୍ରକାଶ୍ୟ ହୋଇଗଲା ଯେ ଦେବଦୂତମାନେ ଅସ୍ତ୍ରଶସ୍ତ୍ର ଓହ୍ଲାଇ ନଥିଲେ। ସେହି ବ୍ୟକ୍ତି ହେଉଛନ୍ତି ହଜରତ ଜିବ୍ରାଇଲ ଆଲାଇହିସ୍ ସଲାମ, ଯେ କି ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ବନୁ କୁରେଜା ସମ୍ପ୍ରଦାୟ ଆଡ଼କୁ ଯିବା ପାଇଁ କହିଲେ। ଅତଏବ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ତତ୍କ୍ଷଣାତ୍ ଏହା ଘୋଷଣା କରିଦେଲେ ଯେ ସମସ୍ତ ସାହାବାମାନଙ୍କୁ ବନୁ କୁରେଜା ସମ୍ପ୍ରଦାୟ ଅଭିମୁଖେ ବାହାରିବାକୁ ଆଦେଶ ଦିଅ ଏବଂ ଆମେ ନମାଜେ ଅସର ସେହିଠାରେ ହିଁ ପାଠ କରିବା। ସୁତରାଂ ଘୋଷଣା ଶୁଣିବା ପରେ ସାହାବାମାନେ ଦ୍ରୁତ ଗତିରେ ବାହାରି ପଡ଼ିଲେ। ସାହାବାମାନଙ୍କର ଆଜ୍ଞାନୁବର୍ତ୍ତିତା ଏହି ଅବସ୍ଥା ଥିଲା ଯେ ମାର୍ଗରେ ଯେତେବେଳେ ଅସର ନମାଜର ସମୟ ଆସିଲା ଓ ନମାଜ ସମାପ୍ତ ହେବାକୁ ଲାଗିଥିଲା, ଅର୍ଥାତ୍ ବେଳ ବୁଡ଼ୁ ଯାଉଥିଲା, ସେତେବେଳେ କେତେକ ସାହାବାମାନେ ମନରେ ଭାବିଲେ ଯେ ନମାଜ ସମୟ ସମାପ୍ତ ହୋଇଯାଉଛି, ତେଣୁ ନମାଜ ପାଠ କରିନେବା ଉଚିତ। ଅତଏବ ସେମାନେ ନମାଜ ଅସର ପାଠ କରିନେଲେ। ବୁଖାରୀର ବ୍ୟାଖ୍ୟା ଫତହୁଲ ବାରୀରେ ଉଲ୍ଲେଖ ରହିଛି ଯେ କେତେକ ସାହାବାମାନେ ଏହା କହିଲେ, ଯେହେତୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଛନ୍ତି ଯେ ଅସର ନମାଜ ଆମେ ବନୁ କୁରେଜା ସମ୍ପ୍ରଦାୟ ନିକଟରେ ପାଠ କରିବା, ତେଣୁ ସମୟ ଗଡ଼ିଯାଉ ପଛକେ ଆମେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଆଦେଶର ଉଲ୍ଲଙ୍ଘନ କରିବୁ ନାହିଁ। ଅତଏବ ସେମାନେ ସେହିଠାରେ ହିଁ ଯାଇ ନମାଜ ଅସର ପାଠ କରିଥିଲେ। ବର୍ଣ୍ଣନାନୁଯାୟୀ ଏହି ଲୋକମାନେ ସେତେବେଳେ ପହଞ୍ଚିଲେ ଯେତେବେଳେ ସୂର୍ଯ୍ୟାସ୍ତ ହୋଇସାରିଥିଲା। ସେଠାରେ ପହଞ୍ଚି ନମାଜ ଅସର ପାଠ କରାଗଲା। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଉଭୟ ଗୋଷ୍ଠୀକୁ, ଅର୍ଥାତ୍ ଯେ ନମାଜ ପାଠ କରିସାରିଥିଲେ ଓ ଯେ ନମାଜ ପାଠ କରିନଥିଲେ, କାହାରିକୁ କିଛି କହିଲେ ନାହିଁ। ହଜରତ ମିର୍ଜା ବଶୀର ଅହମଦ ସାହେବ ଏଥି ସଂକ୍ରାନ୍ତରେ ଏହିପରି ଉଲ୍ଲେଖ କରିଛନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଯେତେବେଳେ ଖନ୍ଦକ ଯୁଦ୍ଧ ସାରି ସହରକୁ ଫେରିଆସିଲେ, ସେତେବେଳେ ବର୍ତ୍ତମାନ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଅତି କଷ୍ଟରେ ଅସ୍ତ୍ରଶସ୍ତ୍ର ଓହ୍ଲାଇ ସାରିଥିଲେ ଓ ସ୍ନାନ କରିସାରିଥିଲେ, ନିଜ ମୁଣ୍ଡ ଧୋଇ ସାରିଥିଲେ। ଆଲ୍ଲାହ ତାଆଲାଙ୍କ ପକ୍ଷରୁ ତନ୍ଦ୍ରାବସ୍ଥାରେ ଏହା କୁହାଗଲା କି ଯେପର୍ଯ୍ୟନ୍ତ ବନୁ କୁରେଜା ସମ୍ପ୍ରଦାୟର ବିଶ୍ୱାସଘାତକତା ଓ ବିଦ୍ରୋହର ଚୂଡ଼ାନ୍ତ ନିଷ୍ପତ୍ତି ହୋଇଯାଇ ନାହିଁ, ସେ ପର୍ଯ୍ୟନ୍ତ ଆପଣ ଅସ୍ତ୍ର ଓହ୍ଲାନ୍ତୁ ନାହିଁ। ପୁନଶ୍ଚ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ଏହି ନିର୍ଦ୍ଦେଶ ଦିଆଗଲା ଯେ ଆପଣ ଅବିଳମ୍ବେ ବନୁ କୁରେଜା ଆଡ଼କୁ ପ୍ରସ୍ଥାନ କରନ୍ତୁ। ଆପଣ ସଲ୍ଲଲ୍ଲାହୁ ଆଲାଇହି वसल्लम ସାହାବାମାନଙ୍କ ମଧ୍ୟରେ ଏହି ଘୋଷଣା କରିଦେଲେ ଯେ ସମସ୍ତେ ବନୁ କୁରେଜା ଆଡ଼କୁ ବାହାରି ପଡ଼ନ୍ତୁ। ନମାଜେ ଅସର ଆମେ ସେହିଠାରେ ହିଁ ପାଠ କରିବା। ହଜରତ ଅଲି ରାଦିୟଲ୍ଲାହୁ ସାହାବାମାନଙ୍କର ଏକ ଦଳ ଆଗରେ ତୁରନ୍ତ ପ୍ରେରଣ କରିଦେଲେ। ପୂର୍ବେ ହଜରତ ଆୟଶା ରାଦିୟଲ୍ଲାହୁଙ୍କ ସମ୍ପର୍କରେ ଏହା ବର୍ଣ୍ଣନା ହୋଇଥିଲା ଯେ ସେ ଯାହା ହେଉ ଉକ୍ତ ସ୍ୱପ୍ନଟି ତନ୍ଦ୍ରାବସ୍ଥାର ଥିଲା, ଯେପରିକି ହଜରତ ମିର୍ଜା ବଶୀର ଅହମଦ ସାହେବ ଉଲ୍ଲେଖ କରିଛନ୍ତି। ସମ୍ଭବତଃ ଏହି ଦୃଶ୍ୟ ହଜରତ ଆୟଶା ରାଦିୟଲ୍ଲାହୁ ମଧ୍ୟ ତନ୍ଦ୍ରାବସ୍ଥାରେ ଦେଖିଥିବେ। ବେଳେବେଳେ ଏପରି ମଧ୍ୟ ହୋଇଯାଇଥାଏ। ବନୁ କୁରେଜା ସମ୍ପ୍ରଦାୟ ଆଡ଼କୁ ସୈନ୍ୟବାହିନୀ ପ୍ରେରଣ କରିବାର ଚର୍ଚ୍ଚା ଏହିପରି ଉଲ୍ଲେଖ ରହିଛି ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ମଦିନାରେ ହଜରତ ଇବ୍ନେ ଉମ୍ମେ ମକ୍ତୁମକୁ ନିଜ ପ୍ରତିନିଧି ରୂପେ ନିଯୁକ୍ତ କଲେ। ବନୁ କୁରେଜା ଆଡ଼କୁ ବୁଧବାର ଦିନ ବାହାରିଲେ ଏବଂ ଜୁଲ କାଦାର 7 ଦିନ ବାକି ଥିଲା। ସେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଅସ୍ତ୍ର ଓ ନିଜ କବଚ ପରିଧାନ କଲେ, ନିଜ ହସ୍ତରେ ବର୍ଚ୍ଛା ଧରିଲେ ଏବଂ ଢାଲକୁ ଗଳାରେ ଓହଳାଇ ଦେଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ନିଜ ଅଶ୍ୱ
ଲୁହେଫ୍ ଉପରେ ଆରୋହଣ କଲେ। ମୁସଲମାନମାନଙ୍କ ନିକଟରେ 36ଟି ଘୋଡ଼ା ରହିଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ନିଜର ସାହାବାମାନଙ୍କ ସହିତ ବାହାରିଲେ। ଇବ୍ନେ ସାଦ ରଜିୟଲ୍ଲାହୁ କୁହନ୍ତି, ହୁଜୁରଙ୍କ ସହିତ 3000 ସଦସ୍ୟ ଅର୍ଥାତ୍ ମୁସଲମାନ ସେତେବେଳେ ରହିଥିଲେ। ଯେପରିକି ପୂର୍ବେ ଚର୍ଚ୍ଚା ହୋଇସାରିଛି, ହଜରତ ଅଲି ରଜିୟଲ୍ଲାହୁ ପ୍ରବାସକାରୀ ଓ ଅନସାରମାନଙ୍କର ଏକ ଦଳ ପୂର୍ବରୁ ହିଁ ଆଗତୁରା ପ୍ରେରଣ କରିଦେଇଥିଲେ। ହଜରତ ଅବୁ କତାଦା ରଜିୟଲ୍ଲାହୁ କୁହନ୍ତି, ଆମେମାନେ ବନୁ କୁରେଜା ସମ୍ପ୍ରଦାୟ ନିକଟରେ ପହଞ୍ଚିଲୁ। ହଜରତ ଅଲି ରଜିୟଲ୍ଲାହୁ ଦୁର୍ଗର ନିମ୍ନ ଭାଗରେ ଧ୍ୱଜାରୋପଣ କରିଦେଲେ। ବନୁ କୁରେଜାର ଲୋକମାନେ ଯେତେବେଳେ ଆମମାନଙ୍କୁ ଦେଖିଲେ, ସେତେବେଳେ ସେମାନଙ୍କୁ ବିଶ୍ୱାସ ହୋଇଗଲା ଯେ ଆମେମାନେ ଯୁଦ୍ଧ କରିବାକୁ ଆସିଛୁ। ସୁତରାଂ ସେମାନେ ନିଜ ଦୁର୍ଗ ମଧ୍ୟରେ ଅବରୁଦ୍ଧ ହୋଇଗଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ହଜରତ ଅବୁ କତାଦା ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, ଆମେମାନେ ନୀରବ ରହିଲୁ ଓ ସେହି ଗାଳିଗୁଲଚର କୌଣସି ଉତ୍ତର ଦେଲୁ ନାହିଁ। ଅର୍ଥାତ୍ ସେମାନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଓ ଆପଣଙ୍କ ପତ୍ନୀମାନଙ୍କୁ ଗାଳିଗୁଲଚ କରିଥିଲେ। ଆମେମାନେ ସେମାନଙ୍କୁ କହିଲୁ, ହେ ବନୁ କୁରେଜାବାସୀ, ବର୍ତ୍ତମାନ ତୁମ ମଧ୍ୟରେ ଓ ଆମମାନଙ୍କ ମଧ୍ୟରେ ଖଣ୍ଡା ହିଁ ନିଷ୍ପତ୍ତି କରିବ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ମଧ୍ୟ ବନୁ କୁରେଜା ସମ୍ପ୍ରଦାୟ ନିକଟରେ ପହଞ୍ଚିଗଲେ। ବନୁ କୁରେଜାର ପର୍ବତରେ ବୈରେ ମାଉନା ଠାରେ ସେହି ଦୁର୍ଗ ପାଖରେ ଅଟକିଲେ। ଉକ୍ତ ପର୍ବତକୁ ବୈରେ ମାଉନା କୁହାଯାଏ, ଯାହାକି ଏକ କୂପ ଥିଲା। ଏଥି ସଂକ୍ରାନ୍ତରେ ସିରତ ଖାତମୁନ୍ ନବୀନ ହଜରତ ମିର୍ଜା ବଶୀର ଅହମଦ ସାହେବ ବିସ୍ତୃତ ବ୍ୟାଖ୍ୟା କରିଛନ୍ତି। ହୁଜୁର ଲେଖିଛନ୍ତି ଯେ ହଜରତ ଅଲି ରଜିୟଲ୍ଲାହୁ ଯେତେବେଳେ ସେଠାରେ ପହଞ୍ଚିଲେ, ସେତେବେଳେ ବନୁ କୁରେଜା ସମ୍ପ୍ରଦାୟ ନିଜର ବିଶ୍ୱାସଘାତକତା, ଅନୁଶୋଚନା, ଅନୁତପ୍ତ ଭାବ ବ୍ୟକ୍ତ କରିବା ପରିବର୍ତ୍ତେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ଖୋଲମଖୋଲା ଗାଳିଗୁଲଚ କରିଥିଲେ। ସେମାନେ ନିର୍ଲଜ୍ଜତା ଓ ଅଶ୍ଳୀଳତାର ସମସ୍ତ ସୀମା ଟପି ଯାଇଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ପବିତ୍ର ପତ୍ନୀମାନଙ୍କୁ ମଧ୍ୟ ଅପଶବ୍ଦ ଓ ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ। ହଜରତ ଅଲି ରଜିୟଲ୍ଲାହୁ ଓ ତାଙ୍କର ସୈନ୍ୟ ଟୁକୁଡ଼ି ପ୍ରସ୍ଥାନ କରିସାରିବାର କିଛି ସମୟ ପରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ବାହାରିଥିଲେ ସାହାବାମାନଙ୍କ ସହିତ ମଦିନାରୁ। ହୁଜୁର ସେତେବେଳେ ଅଶ୍ୱ ଉପରେ ଆରୋହଣ ହୋଇଥିଲେ ଓ ସାହାବାମାନଙ୍କର ଏକ ବୃହତ ସମ୍ପ୍ରଦାୟ ଆପଣଙ୍କ ସାଥିରେ ଥିଲା। ଯେତେବେଳେ ବନୁ କୁରେଜା ସମ୍ପ୍ରଦାୟ ଦୁର୍ଗ ନିକଟତର ହେଲେ, ସେତେବେଳେ ହଜରତ ଅଲି ରଜିୟଲ୍ଲାହୁ କିଛି ଦୂରରେ ହୁଜୁର ସଲ୍ଲଲ୍ଲାହୁଙ୍କ ଆଗମନ ନିମନ୍ତେ ଦେଖି ବାହାରି ଆସିଲେ ଓ ହୁଜୁର ସଲ୍ଲଲ୍ଲାହୁଙ୍କ ସହିତ ସାକ୍ଷାତ କଲେ ଓ କହିଲେ, ହେ ଅଲ୍ଲାହଙ୍କ ବାର୍ତ୍ତାବହ, ମୋ ବିଚାରରେ ଆପଣ ସଲ୍ଲଲ୍ଲାହୁ ସ୍ୱୟଂ ଆଗକୁ ଯିବାର ଆବଶ୍ୟକତା ନାହିଁ। ଆମେ ଇନଶାଆଲ୍ଲାହ ତାଆଲା ଏମାନଙ୍କ ପାଇଁ ଯଥେଷ୍ଟ ହେବୁ। ଏଥିରୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ବୁଝିନେଲେ ଯେ ବନୁ କୁରେଜା ସମ୍ପ୍ରଦାୟ ମୋ ସଂକ୍ରାନ୍ତରେ ଅପଶବ୍ଦ ବା ଗାଳିଗୁଲଚ କରୁଅଛି। ଏଥିରେ ହଜରତ ଅଲି ରଜିୟଲ୍ଲାହୁ କହିଲେ, ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସେହି ସନ୍ଦେହ, ସେହି ଆଶଙ୍କା ପ୍ରକଟ କଲେ, ସେଥିରେ ହଜରତ ଅଲି ରଜିୟଲ୍ଲାହୁ କହିଲେ, ହଁ ହେ ଅଲ୍ଲାହଙ୍କ ବାର୍ତ୍ତାବହ, ସେମାନେ ଗାଳିଗୁଲଚ କରୁଛନ୍ତି। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ହଉ ଛାଡ଼ ସେ କଥା। କଦ୍ ଉଜି ମୂସା ବି ଅକ୍ସର ମିନ୍ ହାଜା, ଅର୍ଥାତ୍ ମୂସା ଆଲାଇହିସଲାମଙ୍କୁ ସେହି ଲୋକମାନଙ୍କ ପକ୍ଷରୁ ଏହାଠୁ ମଧ୍ୟ ଅଧିକ କଷ୍ଟ ସହ୍ୟ କରିବାକୁ ପଡ଼ିଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଆଗକୁ ଅଗ୍ରସର ହେଲେ ଏବଂ ବନୁ କୁରେଜା ସମ୍ପ୍ରଦାୟର ଏକ କୂପ ନିକଟରେ ପହଞ୍ଚିଲେ। ସେଠାରେ ଶିବିର ସ୍ଥାପନ କଲେ। ଗୋଟିଏ ବର୍ଣ୍ଣନା ଅନୁଯାୟୀ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ସେମାନଙ୍କ ମଧ୍ୟରେ ଆଉ ଏତିକି ବି ସାହସ ନାହିଁ ଯେ ସେମାନେ ମୋ ସମ୍ମୁଖରେ ଛିଡ଼ା ହୋଇପାରିବେ। ସୁତରାଂ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଶାନ୍ତି ଓ ଶୃଙ୍ଖଳାର ସହିତ ଆଗକୁ ଅଗ୍ରସର ହେଲେ। ଉକ୍ତ ଯୁଦ୍ଧରେ ମୁସଲମାନମାନଙ୍କର ଆହାର ଖାଇବାର ଏକ ଚର୍ଚ୍ଚା ବର୍ଣ୍ଣିତ ରହିଛି। ସମସ୍ତ ସାହାବାମାନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ନିକଟରେ ଇଶା ନମାଜ ସମୟରେ ଏକତ୍ରିତ ହେଲେ। ହଜରତ ସାଦ ବିନ୍ ଉବାଦା ରଜିୟଲ୍ଲାହୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଓ ମୁସଲମାନମାନଙ୍କ ନିମନ୍ତେ ଓଟ ଉପରୁ ଖଜୁରୀ କୋଳି ଆଣିଲେ। ସେହିଦିନ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ହେ ସାହାବାମାନେ, ଖଜୁରୀ କୋଳି ଅତ୍ୟନ୍ତ ଉତ୍ତମ ଓ ସୁଷମ ଖାଦ୍ୟ। ମୁସଲମାନମାନେ ବନୁ କୁରେଜା ସମ୍ପ୍ରଦାୟର ଘେରାଉର ଅତିରିକ୍ତ ବିବରଣୀ ଏହିପରି ବର୍ଣ୍ଣିତ ରହିଛି। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସେହରୀ ସମୟରେ ଆଗକୁ ଅଗ୍ରସର ହେଲେ ଏବଂ ଧନୁର୍ଦ୍ଧରମାନଙ୍କୁ ସମ୍ମୁଖରେ ରଖିଲେ। ସେମାନେ ୟହୁଦୀମାନଙ୍କର ଦୁର୍ଗ ଅବରୋଧ କରିନେଲେ, ସେମାନଙ୍କ ଉପରେ ତୀର ବର୍ଷଣ କଲେ
ଏବଂ ପଥର ବୃଷ୍ଟି କଲେ। ସେହି ୟହୁଦୀମାନେ ମଧ୍ୟ ନିଜର ଦୁର୍ଗକୁ ତୀର ଓ ପଥର ବୃଷ୍ଟି କରୁଥିଲେ ଏପର୍ଯ୍ୟନ୍ତ କି ସନ୍ଧ୍ୟା ହୋଇଗଲା। ପୁନଶ୍ଚ ଦୁର୍ଗର ଆଖପାଖରେ ରାତ୍ରି ଯାପନ କଲେ। ମୁସଲମାନମାନେ ୟହୁଦୀମାନଙ୍କ ଉପରେ ପାଳି କରି ଆକ୍ରମଣ କରୁଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲୈହି ወସଲ୍ଲମ ଅହରହ ସେମାନଙ୍କ ଉପରେ ତୀର ବୃଷ୍ଟି କରୁଥିଲେ ଏପର୍ଯ୍ୟନ୍ତ କି ୟହୁଦୀମାନେ ନିଜର ବିପର୍ଯ୍ୟୟ ସୁନିଶ୍ଚିତ ବୋଲି ମଣିନେଲେ ଓ ସେମାନେ ମୁସଲମାନମାନଙ୍କ ଉପରେ ତୀର ବର୍ଷଣ କରିବା ବନ୍ଦ କରିଦେଲେ। ମୁସଲମାନମାନେ ମଧ୍ୟ ତୀର ବର୍ଷଣ କରିବାରୁ ଅଟକିଗଲେ ଏବଂ ସେମାନେ କହିଲେ, ହେ ମୁସଲମାନମାନେ, ଆମମାନଙ୍କୁ ଛାଡ଼ିଦିଅ, ଆମେମାନେ ତୁମ ସହିତ କଥାବାର୍ତ୍ତା ହେବାକୁ ପ୍ରସ୍ତୁତ ଅଛୁ। ପ୍ରତି ଉତ୍ତରରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम କହିଲେ, ଠିକ୍ ଅଛି। ସେମାନଙ୍କ ନିକଟକୁ ନବାସ୍ ବିନ୍ କୈସଙ୍କୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ପାଖକୁ ପ୍ରେରଣ କରାଗଲା। ଅର୍ଥାତ୍ ୟହୁଦୀମାନେ ନବାସ୍ ବିନ୍ କୈସଙ୍କୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ନିକଟକୁ ପ୍ରେରଣ କରିଥିଲେ। ସେ ଆସି କହିଲେ, ହେ ମହମ୍ମଦ, ବନୁ ନଜିର ସମ୍ପ୍ରଦାୟକୁ ଯେପରି ଏଠାରୁ ଚାଲିଯିବାକୁ ଅନୁମତି ପ୍ରଦାନ କରିଥିଲେ ସେହିପରି ଆମମାନଙ୍କୁ ମଧ୍ୟ ଏଠାରୁ ଚାଲିଯିବାକୁ, ସୁରକ୍ଷିତ ଭାବରେ ଚାଲିଯିବାକୁ ଅନୁମତି ପ୍ରଦାନ କରନ୍ତୁ। ଆମେମାନେ ଏହି ସହରରୁ ନିଜର ପିଲାମାନଙ୍କୁ ନେଇ, ନିଜ ସ୍ତ୍ରୀ ପିଲାମାନଙ୍କୁ ନେଇ ଚାଲିଯିବୁ। ୟହୁଦୀମାନଙ୍କ ପକ୍ଷରୁ ଏହି ପ୍ରସ୍ତାବ ଉପସ୍ଥାପିତ କରାଗଲା, ଆମମାନଙ୍କର ସମସ୍ତ ଜିନିଷପତ୍ରକୁ ଓଟରେ ବହନ କରିବାକୁ ଅନୁମତି ଦିଅନ୍ତୁ। କିନ୍ତୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଏହାକୁ ଅସ୍ୱୀକାର କଲେ। ନବାସ୍ ପୁନଶ୍ଚ କହିଲା, ହେ ମହମ୍ମଦ, ଆପଣ ଆମମାନଙ୍କୁ ନିଜ ଧନ ସମ୍ପତ୍ତିର ଆବଶ୍ୟକତା ନାହିଁ, କିନ୍ତୁ ଯେତିକି ନିଜ ଓଟରେ ବହନ କରିହେବ ସେତିକି ନେଇଯିବାକୁ ଆମକୁ ଅନୁମତି ପ୍ରଦାନ କରନ୍ତୁ। ଏହାକୁ ମଧ୍ୟ ଅର୍ଥାତ୍ ଏହି ପ୍ରସ୍ତାବକୁ ମଧ୍ୟ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ପ୍ରତ୍ୟାଖ୍ୟାନ କରିଥିଲେ। ସେମାନଙ୍କୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लମଙ୍କ ନିଷ୍ପତ୍ତି ଅନୁଯାୟୀ ଆଦେଶ ପାଳନ କରିବାକୁ ହେବ। କିନ୍ତୁ ନବାସ୍ ନିଜ ସମ୍ପ୍ରଦାୟକୁ ନିକଟକୁ ଚାଲିଗଲା। ଏତତ୍ପରେ ବନୁ କୁରେଜା ସମ୍ପ୍ରଦାୟର ଅଧିପତିମାନେ ପରସ୍ପର ମଧ୍ୟରେ ପରାମର୍ଶ କଲେ। ଯେତେବେଳେ ନବାସ୍ ନିଜ ସମ୍ପ୍ରଦାୟର ଲୋକମାନଙ୍କ ନିକଟକୁ ଫେରିଆସିଲା, ସେମାନଙ୍କୁ ସମସ୍ତ ଘଟଣାର ବୃତ୍ତାନ୍ତ କଲା ଯେ ଘେରାଉ ଦୀର୍ଘଦିନ ପର୍ଯ୍ୟନ୍ତ ଲାଗି ରହିବ। ସେତେବେଳେ ବନୁ କୁରେଜା ସମ୍ପ୍ରଦାୟର ଅଧିପତି କାବ୍ ବିନ୍ ଆସଦ୍ ନିଜର ସମ୍ପ୍ରଦାୟର ଲୋକମାନଙ୍କୁ ସମ୍ବୋଧିତ କରି କହିଲା, ହେ ଲୋକମାନେ, ମୁଁ ଈଶ୍ୱରଙ୍କ ଶପଥ କରି କହୁଛି, ତୁମ ଉପରେ ଏକ ବିପତ୍ତି ଆସିଯାଇଛି ଯାହାକୁ ତୁମେମାନେ ଅବଲୋକନ କରୁଅଛ। ମୁଁ ତୁମମାନଙ୍କ ସମ୍ମୁଖରେ 3ଟି ପ୍ରସ୍ତାବ ରଖୁଅଛି। ତୁମେମାନଙ୍କର ଇଚ୍ଛା ତାହାକୁ ତୁମେ ସ୍ୱୀକାର କର ଅବା ଅସ୍ୱୀକାର କରିନିଅ। ପ୍ରଥମ ଏହିକି ଯେ ଆମେମାନେ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ଉପରେ ବିଶ୍ୱାସ ଆଣି ମୁସଲମାନ ହୋଇଯିବା, କାରଣ ଆପଣ ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କର ସତ୍ୟତା ଦିବାକର ପରି ପ୍ରତିପାଦିତ ହୋଇଯାଇଛି ଏବଂ ଏତଦ୍ୱାରା ଯୁଦ୍ଧ ସୁନିଶ୍ଚିତ ରୂପେ ଟଳିଯିବ। ଦ୍ୱିତୀୟ ପ୍ରସ୍ତାବ ଏହିକି ଯେ ଆମେମାନେ ନିଜ ପିଲାଛୁଆ ଓ ପତ୍ନୀମାନଙ୍କୁ ହତ୍ୟା କରି ନିଶ୍ଚିତ ମନରେ ଖଣ୍ଡା ଧରି ରଣକ୍ଷେତ୍ରକୁ ଓହ୍ଲାଇ ପଡ଼ିବା। ସେଥିଅନ୍ତେ ଯାହା ପରିଣାମ ଉଦ୍ଧୃତ ହେବ ତେଣିକି ଦେଖାଅଛି। ତେବେ ତୃତୀୟ ପ୍ରସ୍ତାବଟି ଏହିକି ଯେ ଆଜି ସପ୍ତ ଆମ ଉପାସନାର ରାତି ଏବଂ ଆଜି ମହମ୍ମଦ ଓ ତାଙ୍କ ସାଥୀମାନେ ଆମ ପାର୍ଶ୍ୱରୁ ସପ୍ତ ଯୋଗୁଁ ନିଶ୍ଚିନ୍ତ ଥିବେ। ତେଣୁ ଆଜି ହିଁ ଆମେ ନିଜ ଦୁର୍ଗରୁ ବାହାରି ପଡ଼ିବା, ସେମାନଙ୍କ ଉପରେ ଅତର୍କିତ ଭାବରେ ଆକ୍ରମଣ କରିଦେବା ଏବଂ ତାଙ୍କୁ ପତିତ କରିଦେବା। କିନ୍ତୁ ଏହି 3ଟି ଯାକ ପ୍ରସ୍ତାବକୁ ବନୁ କୁରେଜା ଦଳ ପ୍ରତ୍ୟାଖ୍ୟାନ କରିଥିଲା ଓ ମାମଲା ଅପରିବର୍ତ୍ତିତ ରହିଯାଇଥିଲା। କାବ୍ର କଥା ସମାପ୍ତ ହେବା ପରେ ଆଉ ଜଣେ ୟହୁଦୀ ଉମ୍ର ବିନ୍ ସାଦି କହିଲେ, ତୁମେମାନେ ମହମ୍ମଦ ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ସହିତ ସନ୍ଧି କଲ ଏବଂ ତାହାକୁ ଭଙ୍ଗ କରିଦେଲ। ଏବେ ଅନ୍ତତଃ ନିଜ ଧର୍ମ ଉପରେ ତ ପ୍ରତିଷ୍ଠିତ ରୁହ ଓ ତାଙ୍କୁ ଟିକସ ଦେଇ ଏହି ଆସନ୍ନ ପ୍ରାୟ ବିପତ୍ତିରୁ ମୁକ୍ତି ପାଇଯାଅ। କିନ୍ତୁ ତାଙ୍କର ଏହି ପ୍ରସ୍ତାବକୁ ମଧ୍ୟ ଲୋକମାନେ ରଦ୍ଦ କରିଦେଲେ, ଯଦ୍ୱାରା ସେ ସେହି ରାତିରେ ଉକ୍ତ ଦୁର୍ଗରୁ ବାହାରି ଚାଲିଆସିଲେ ଓ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ଅନୁମତି କ୍ରମେ ତାଙ୍କୁ ସେହିଠାରୁ ଆଗକୁ ଚାଲିଯିବାକୁ ଅନୁମତି ପ୍ରଦାନ କରିଦିଆଗଲା। ମହାଭାଗ ତାଙ୍କୁ କହିଲେ, ତୁମେ ଏପରି ବ୍ୟକ୍ତି ଯାହାର ବିଶ୍ୱସ୍ତତା ଯୋଗୁଁ ପରମେଶ୍ୱର ତୁମକୁ ମୁକ୍ତି ପ୍ରଦାନ କରିଦେଇଛନ୍ତି। ମହାଭାଗଙ୍କର ଏହି ଉକ୍ତି ଶୁଣିବା ପରେ ଆଉ 3 ଜଣ ୟହୁଦୀ ବ୍ୟକ୍ତି ସେହିଦିନ ରାତିରେ ଦୁର୍ଗରୁ ବାହାରି ଇସଲାମ ଧର୍ମରେ ଦୀକ୍ଷିତ ହୋଇଗଲେ ଏବଂ ନିଜ ଜୀବନ, ପରିବାର ଓ ଧନ ସମ୍ପତ୍ତିକୁ ରକ୍ଷା କରିନେଲେ, ସୁରକ୍ଷିତ କରିନେଲେ। ହଜରତ ଆବୁ ଲୁବାବା ରଜିୟଲ୍ଲାହୁ ତାଆଲାଙ୍କ ଘଟଣା ମଧ୍ୟ
ଏହି କ୍ରମରେ ବର୍ଣ୍ଣିତ ରହିଛି। ଏଥି ସଂକ୍ରାନ୍ତରେ ଉଲ୍ଲେଖ ରହିଛି ଯେ ବର୍ତ୍ତମାନ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଦୁର୍ଗଗୁଡ଼ିକ ଉପରେ ଶାସ୍ତି ବୃଦ୍ଧି କରିଦେଲେ। ଯେତେବେଳେ ଦୁର୍ଗ ଉପରେ ଥିବା ୟହୁଦୀମାନଙ୍କ ଉପରେ ଘେରାଉ କରି ସେମାନଙ୍କୁ ବନ୍ଦ କରିଦିଆଗଲା, ସେତେବେଳେ ସେମାନେ ସପ୍ତ ରାତିରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ସନ୍ଦେଶ ପ୍ରେରଣ କଲେ ଯେ ହେ ଆଲ୍ଲାହଙ୍କ ବାର୍ତ୍ତାବହ, ହେ ମୋହମ୍ମଦ, ହଜରତ ଅବୁ ଲୁବାବା ବିନ୍ ଅବ୍ଦୁଲ ମୁନଜର ରଜିୟତାଲାଙ୍କୁ ଆମମାନଙ୍କ ନିକଟକୁ ପ୍ରେରଣ କରିଦିଅନ୍ତୁ, କାରଣ ଆମେମାନେ ତାଙ୍କ ସହିତ ନିଜ ପ୍ରସଙ୍ଗରେ ପରାମର୍ଶ କରିବୁ। ହଜରତ ଅବୁ ଲବାବା ବିନ୍ ଅବ୍ଦୁଲ ମୁନଜିର ରଜିୟତାଲା ବନୁ କୁରେଜା ସମ୍ପ୍ରଦାୟର ମିତ୍ର ଓ ଔସ୍ ସମ୍ପ୍ରଦାୟର ଏକ ସମ୍ମାନିତ ବ୍ୟକ୍ତି ଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ହଜରତ ଅବୁ ବକର ରଜିୟତାଲାଙ୍କୁ ପ୍ରେରଣ କରିଦେଲେ। ୟହୁଦୀମାନେ ଯେତେବେଳେ ହଜରତ ଅବୁ ଲୁବାବା ରଜିୟତାଲାଙ୍କୁ ଦେଖିଲେ, ସେତେବେଳେ ମୋରୱାନ ଅବୁ ଲବାବାଙ୍କ ଆଡ଼କୁ ଆସିଲା ଓ ମହିଳା ଓ ପିଲାମାନେ ତାଙ୍କ ସମ୍ମୁଖରେ କାନ୍ଦିବାକୁ ଲାଗିଲେ। ହଜରତ ଅବୁ ଲୁବାବା ରଜିୟତାଲା ସେମାନଙ୍କ ନିମନ୍ତେ କୋମଳ ହୋଇଗଲେ। ତାଙ୍କ ହୃଦୟରେ ସେମାନଙ୍କ ପ୍ରତି କୋମଳ ଭାବ ସୃଷ୍ଟି ହୋଇଗଲା। ୟହୁଦୀମାନେ ଏହି ଷଡ଼ଯନ୍ତ୍ର ରଚିଲେ ଯେ କାବ ବିନ୍ ଅସଦ୍ କହିଲା ଯେ ହେ ଅବୁ ଲୁବାବା, ଆମେମାନେ କେବଳ ଆପଣଙ୍କୁ ମନୋନୀତ କରିଛୁ। ତହିଁରେ କୌଣସି ସନ୍ଦେହ ନାହିଁ ଯେ ମୋହମ୍ମଦ ନିଜର ନିର୍ଣ୍ଣୟକୁ ସ୍ୱୀକାର କରିବା ବ୍ୟତୀତ ଅନ୍ୟ କୌଣସି କଥା ପାଇଁ ପ୍ରସ୍ତୁତ ହେବେ ନାହିଁ। ଆପଣ ରଜିୟତାଲା ଆପଣଙ୍କର କ'ଣ ମତାମତ ରହିଛି? କ'ଣ ଆମେମାନେ ତାଙ୍କର ନିଷ୍ପତ୍ତିକୁ ସ୍ୱୀକାର କରିନେବୁ? ପ୍ରତି ଉତ୍ତରରେ ହଜରତ ଅବୁ ଲୁବାବା କହିଲେ ହଁ, ଏବଂ ନିଜ ହସ୍ତ ମାଧ୍ୟମରେ ନିଜର ବେକ ଆଡ଼କୁ ଇଙ୍ଗିତ କରି ଜେଭ କଲା ପରି ଇସାରା କଲେ, ଇଙ୍ଗିତ କଲେ ଓ ବେକ ଉପରେ ଏହିପରି ହସ୍ତ ସଞ୍ଚାଳନ କଲେ ଯେ ହଜରତ ଅବୁ ଲୁବାବା ରଜିୟତାଲା କହିବାକୁ ଯେପରି ଚାହୁଁଥିଲେ ଯେ ଆଲ୍ଲାହ ତାଆଲାଙ୍କ ରାଣ, ତୁମମାନଙ୍କର ବିନାଶ ନିଶ୍ଚିତ ପ୍ରାୟ, ଯେହେତୁ ତୁମେମାନେ ବିଶ୍ୱାସଘାତକତା କରିଛ। ପରବର୍ତ୍ତୀ ସମୟରେ ସେ ବେଶ୍ ଲଜ୍ଜିତ ଓ ଅନୁତପ୍ତ ହୋଇଥିଲେ ଯେ ମୁଁ ଏପରି ଇଙ୍ଗିତ ବା ଏଭଳି ଅନର୍ଥ କିପରି କରିଦେଲି। ଅତଏବ ସେ ଇନ୍ନା ଲିଲ୍ଲାହି ଓ ଇନ୍ନା ଇଲୈହି ରାଜିଉନ୍ ପାଠ କଲେ ଏବଂ ସେ କୁହନ୍ତି, ମୁଁ ଯେତେବେଳେ ତଳକୁ ଓହ୍ଲାଇ ଆସିଲି ସେତେବେଳେ ମୋର ଦାଢ଼ି ଲୁହ ଦ୍ୱାରା ଭିଜି ଯାଇଥିଲା। ଲୋକମାନେ ମୋର ପ୍ରତ୍ୟାବର୍ତ୍ତନର ଅପେକ୍ଷାରେ ଥିଲେ। ମୁଁ ଦୁର୍ଗ ପଛପଟୁ ଅନ୍ୟ ଏକ ମାର୍ଗ ଅବଲମ୍ବନ କଲି ଓ ମସଜିଦକୁ ଚାଲି ଆସିଲି। ମୁଁ ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ନିକଟକୁ ଗଲି ନାହିଁ ଓ ମୁଁ ନିଜକୁ ଖମ୍ବ ସହିତ ବାନ୍ଧିନେଲି, ମସଜିଦର ଖମ୍ବ ସହିତ ବାନ୍ଧିନେଲି ଓ ନିଜକୁ ଶାସ୍ତି ଦେବାକୁ ଆରମ୍ଭ କଲି ଏବଂ କହିଲି, ଯେପର୍ଯ୍ୟନ୍ତ ମୁଁ ମୃତ୍ୟୁବରଣ କରିନାହିଁ ସେ ପର୍ଯ୍ୟନ୍ତ ମୁଁ ଏଠାରୁ ହଟିବି ନାହିଁ, ଅବା ମୋର କଲାକର୍ମର ଯେପର୍ଯ୍ୟନ୍ତ ଆଲ୍ଲାହ ତାଆଲା ମୋତେ ଶାସ୍ତି ପ୍ରଦାନ କରିଦେଇ ନାହାନ୍ତି ମୁଁ ଏଠାରୁ ହଟିବି ନାହିଁ। ମୁଁ ଆଲ୍ଲାହ ତାଆଲାଙ୍କ ସହିତ ଏହି ଅଙ୍ଗୀକାର କଲି ଯେ ମୁଁ ବନୁ କୁରେଜା ସମ୍ପ୍ରଦାୟର ଭୂମି ଉପରେ କେବେ ବି ପାଦ ରଖିବି ନାହିଁ, ନା ହିଁ ମୁଁ ସେମାନଙ୍କ ବସ୍ତିକୁ କେବେ ଦେଖିବି, କାହିଁକି ନା ମୁଁ ଆଲ୍ଲାହ ତାଆଲା ଓ ତାହାଙ୍କ ବାର୍ତ୍ତାବହଙ୍କ ସହିତ ବିଶ୍ୱାସଘାତକତା କରିଛି। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ଯେତେବେଳେ ମୋର ଚାଲିଯିବା ଓ ମୋ ଅବସ୍ଥା ସଂକ୍ରାନ୍ତରେ ସୂଚନା ମିଳିଲା, ସେତେବେଳେ ଆପଣ କହିଲେ ତାକୁ ଛାଡ଼ିଦିଅ। ଆଲ୍ଲାହ ତାଆଲା ତାଙ୍କ ସଂକ୍ରାନ୍ତରେ ଯେଉଁ ନିଷ୍ପତ୍ତି ନେବେ ତାହା ହିଁ କରାଯିବ। ସେ ଯଦି ମୋ ନିକଟକୁ ଆସିଥାନ୍ତେ ତେବେ ମୁଁ ତା ପାଇଁ ଇସ୍ତିଗଫାର ଅର୍ଥାତ୍ କ୍ଷମାଯାଚନା କରିଥାନ୍ତି। ଯେହେତୁ ସେ ମୋ ପାଖକୁ ଆସିନାହାନ୍ତି, ସିଧା ଚାଲି ଯାଇଛନ୍ତି, ତେଣୁ ତୁମେମାନେ ତା କଥା ଛାଡ଼ିଦିଅ। ହଜରତ ଅବୁ ଲୁବାବା ରଜିୟତାଲା ବର୍ଣ୍ଣନା କରନ୍ତି, ମୁଁ ସମସ୍ୟାଗ୍ରସ୍ତ ଥିଲି ଓ କଷ୍ଟ ପାଉଥିଲି। ଅନେକ ରାତ୍ରି ଧରି ମୁଁ ଅନ୍ନ ଜଳ ସ୍ପର୍ଶ କରିନଥିଲି। ମୁଁ କେବଳ ଏହା କହୁଥିଲି ଯେ ଯେପର୍ଯ୍ୟନ୍ତ ଇହଧାମ ତ୍ୟାଗ କରିନାହିଁ, ଆଲ୍ଲାହ ତାଆଲା ମୋର କ୍ଷମାଯାଚନା ଯେପର୍ଯ୍ୟନ୍ତ ସ୍ୱୀକାର କରିନାହାନ୍ତି ସେ ପର୍ଯ୍ୟନ୍ତ ମୁଁ ଏହି ଅବସ୍ଥାରେ ରହିବି। ତାପରେ ମୁଁ ଯେଉଁ ସ୍ୱପ୍ନ ଦେଖିଥିଲି ତାହାକୁ ସ୍ମରଣ କଲି। ମୁଁ ସ୍ୱପ୍ନରେ ଏହା ଦେଖିଥିଲି ଯେ ଆମେମାନେ ଯେତେବେଳେ ବନୁ କୁରେଜା ସମ୍ପ୍ରଦାୟର ଘେରାଉ କରିଥିଲୁ, ମୁଁ ଏକ ଦୁର୍ଗନ୍ଧଯୁକ୍ତ ସ୍ଥଳେ ନିଜକୁ ପାଇଲି। ମୁଁ ତହିଁରୁ ବାହାରି ପାରୁନଥିଲି। ଏହା ଖୁବ୍ ନିକଟବର୍ତ୍ତୀ ଥିଲା ଯେ ମୁଁ ସେହି ଦୁର୍ଗନ୍ଧ ଯୋଗୁଁ ମୃତ୍ୟୁବରଣ କରିଯାଇଥାନ୍ତି। ସୁତରାଂ ମୁଁ ଏକ କେନାଲ ଦେଖିଲି। ସେହି କେନାଲରେ ମୁଁ ସ୍ନାନ କଲି ଏପର୍ଯ୍ୟନ୍ତ କି ମୁଁ ପରିଷ୍କାର ପରିଚ୍ଛନ୍ନ ହୋଇଗଲି। ଏତତ୍ପରେ ମୁଁ ନିଜକୁ ସୁଗନ୍ଧିତ ହେଉଥିବାର ପାଇଲି। ଏହାର ତାତ୍ପର୍ଯ୍ୟ ମୁଁ ଏହା ହିଁ କଲି ଯେ ସ୍ୱପ୍ନ ସମ୍ପର୍କରେ ହଜରତ ଅବୁ ବକର ରଜିୟତାଲାଙ୍କୁ ପଚାରିଲି। ସେତେବେଳେ ହଜରତ ଅବୁ ବକର ରଜିୟତାଲା କହିଲେ, ହେ ଅବୁ ଲୁବାବା, ତୁମେ ଏପରି ଏକ ପ୍ରସଙ୍ଗରେ
ଲିପ୍ତ ହେବ, ଯେଉଁ ପ୍ରସଙ୍ଗ ଯୋଗୁଁ ତୁମେ ଦୁଃଖିତ ଓ ଅନୁତପ୍ତ ହେବ, ପୁନଶ୍ଚ ତୁମକୁ ତହିଁରୁ ମୁକ୍ତି ମିଳିବ ଓ ତୁମେ ମୋକ୍ଷ ପ୍ରାପ୍ତି କରିନେବ। ସୁତରାଂ ମୁଁ ନିଜକୁ ବାନ୍ଧିଥିଲି, ମସଜିଦରେ ବାନ୍ଧି ନେଇଥିଲି ଓ ସେହି କଥାକୁ ସ୍ମରଣ କରୁଥିଲି ଓ ଆଶା କରୁଥିଲି ଯେ ଆଲ୍ଲାହ ତାଆଲା ନିଶ୍ଚିତ ମୋତେ ପ୍ରଦାନ କରିବେ, କ୍ଷମା କରିଦେବେ ଓ ଇତିମଧ୍ୟରେ ଏହି ଆୟତ ଅବତୀର୍ଣ୍ଣ କରିବେ, କିଛି ଆୟତ ଅବତୀର୍ଣ୍ଣ କରିବେ। ହଜରତ ଆବୁ ଲୁବାବା କହନ୍ତି, ମୁଁ ଏହି ଅବସ୍ଥାରେ ରହିଥିଲି ଏପର୍ଯ୍ୟନ୍ତ କି ଦୁର୍ବଳ ଯୋଗୁଁ ମୋର ସ୍ୱର ମଧ୍ୟ ଶୁଣିବାକୁ ମିଳୁନଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ಲମ ମୋତେ ଦେଖୁଥିଲେ। ଇବ୍ନେ ହିଶାମ କୁହନ୍ତି, ହଜରତ ଆବୁ ଲୁବାବା ରାଦିୟଲ୍ଲାହୁ 6 ରାତ୍ର ପର୍ଯ୍ୟନ୍ତ ଖମ୍ବ ସହିତ ବନ୍ଧା ହୋଇ ରହିଥିଲେ। ପରିଶେଷରେ ଆଲ୍ଲାହ ତାଆଲା ହଜରତ ଆବୁ ଲୁବାବାଙ୍କ କ୍ଷମାଯାଚନା ସ୍ୱୀକାର କଲେ ଏବଂ ଏହି ଆୟତ ଅବତୀର୍ଣ୍ଣ କଲେ, وآخرون اعترفوا بذنوبهم خلطوا عملا صالحا وآخر سيئا تعالى الله أن يتوب عليهم إن الله غفور رحيم। ଅର୍ଥାତ୍ ଏପରିକି କେତେକ ଲୋକ ଅଛନ୍ତି ଯେଉଁମାନେ ନିଜର ପାପକୁ ସ୍ୱୀକାର କରିଛନ୍ତି, ସେମାନେ ଉକ୍ତ କାର୍ଯ୍ୟ ସହିତ କୁକାର୍ଯ୍ୟ ଗୁଡ଼ିକୁ ମିଶ୍ରିତ କରିଛନ୍ତି। ସମ୍ଭବତଃ ଆଲ୍ଲାହ ତାଆଲା ସେମାନଙ୍କୁ ଦୟା ପ୍ରଦର୍ଶନ କରିବେ। ଆଲ୍ଲାହ ହିଁ ଅତ୍ୟନ୍ତ କ୍ଷମାଶୀଳ ଓ ସଦା କରୁଣାମୟ। ହଜରତ ଆବୁ ଲୁବାବା ରାଦିୟଲ୍ଲାହୁଙ୍କ ସଂକ୍ରାନ୍ତରେ ପ୍ରତ୍ୟୁଷ ସମୟରେ ଉପରୋକ୍ତ ଆୟତ ଅବତୀର୍ଣ୍ଣ ହେଲା। ସେତେବେଳେ ହଜରତ ଉମ୍ମେ ସଲମା ରାଦିୟଲ୍ଲାହୁ ଘରେ ଥିଲେ। ହଜରତ ଉମ୍ମେ ସଲମା ରାଦିୟଲ୍ଲାହୁ କୁହନ୍ତି, ମୁଁ ରସୂଲୁଲ୍ଲାହ ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କୁ ସ୍ମିତହାସ୍ୟ ପ୍ରକାଶ କରୁଥିବାର ଦେଖିଲି। ମୁଁ କହିଲି, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଆପଣ ଏପରି ପ୍ରସନ୍ନ କାହିଁକି ଅଛନ୍ତି? ହୁଜୁର ଉତ୍ତର ଦେଲେ, ହେ ଉମ୍ମେ ସଲମା, ଆବୁ ଲୁବାବା ରାଦିୟଲ୍ଲାହୁଙ୍କ ନିମନ୍ତେ ଖୁସି ଖବର ରହିଛି। ଉମ୍ମେ ସଲମା କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ତାହା କ'ଣ? ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ଉତ୍ତର ଦେଲେ, ଅର୍ଥାତ୍ ସେହି ସମାଚାର ପ୍ରଦାନ କଲେ। ସେତେବେଳେ ସେ କହିବାକୁ ଲାଗିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ମୁଁ ଆବୁ ଲୁବାବା ରାଦିୟଲ୍ଲାହୁଙ୍କୁ ଏହି ସୁସମାଚାର ପ୍ରଦାନ କରିଦେବି କି? ପ୍ରତି ଉତ୍ତରରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ କହିଲେ, ଅବଶ୍ୟ କରିଦିଅ। ଏତତ୍ ପରେ ହଜରତ ଉମ୍ମେ ସଲମା ରାଦିୟଲ୍ଲାହୁ ନିଜର କୋଠରୀ ମଧ୍ୟସ୍ଥ କବାଟ ପାଖରେ ଛିଡ଼ା ହୋଇ କହିବାକୁ ଲାଗିଲେ, ହେ ଆବୁ ଲୁବାବା, ଆପଣଙ୍କୁ ସୁସମାଚାର ହେଉ, ଆଲ୍ଲାହ ତାଆଲା ତୁମର ଦୁଆ ସ୍ୱୀକାର କରିନେଇଛନ୍ତି। ଲୋକମାନେ ତାଙ୍କୁ ଖମ୍ବରୁ ଖୋଲିବା ନିମନ୍ତେ ଦୌଡ଼ି ଚାଲି ଆସିଲେ। ସେତେବେଳେ ଆବୁ ଲୁବାବା ରାଦିୟଲ୍ଲାହୁ କହିଲେ, ନା ନା, ମୋତେ କେହି ଖୋଲ ନାହିଁ, ମୋତେ କେବଳ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ହିଁ ଖୋଲିବେ। ଏତତ୍ ପରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ଯେତେବେଳେ ନମାଜ ଫଜର ପାଇଁ ମସଜିଦକୁ ବାହାରିଲେ, ସେତେବେଳେ ଆପଣ ସ୍ୱହସ୍ତରେ ଆବୁ ଲୁବାବାଙ୍କ ଦୌଡ଼ି ଖୋଲିଦେଲେ। ହଜରତ ଆବୁ ଲୁବାବା କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ମୋର ପ୍ରାୟଶ୍ଚିତ ଏହିକି ଯେ ମୁଁ ନିଜ ଜାତିର ସେହି ଘରକୁ ମଧ୍ୟ ପରିତ୍ୟାଗ କରିଦେବି ଯହିଁରେ ମୁଁ ବାସ କରୁଥିଲି ଏବଂ ଯେଉଁ ଘରେ ରହି ମୋ ଦ୍ୱାରା ପାପକର୍ମ ସାଧିତ ହୋଇଛି। ନିଜର ସମସ୍ତ ଧନ ଆଲ୍ଲାହ ତାଆଲା ଓ ତାହାଙ୍କ ବାର୍ତ୍ତାବହଙ୍କ ମାର୍ଗରେ ସତ୍କା କରିଦେବି। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ କହିଲେ, ହେ ଆବୁ ଲୁବାବା, ତୁମେ 1/3 ଧନ ଦାନ କର, ଏହା ତୁମ ପାଇଁ ଯଥେଷ୍ଟ। ସେ ଯାହା ହେଉ, ଏକଥା ସ୍ପଷ୍ଟ ହେଉ କି ଆବୁ ଲୁବାବା ରାଦିୟଲ୍ଲାହୁଙ୍କ ସଂକ୍ରାନ୍ତରେ ଯେଉଁ ଘଟଣା ବର୍ଣ୍ଣନା କରାଯାଇଛି, ଉକ୍ତ ଘଟଣାର ବିସ୍ତୃତ ବିବରଣୀ ସିହା ସିତ୍ତା ଅର୍ଥାତ୍ ହଦିସର ପୁସ୍ତକରେ ମଧ୍ୟ ଉଲ୍ଲେଖ ନାହିଁ। ସମ୍ଭବତଃ ହଜରତ ଆବୁ ଲୁବାବା ରାଦିୟଲ୍ଲାହୁ ଲୋକମାନଙ୍କୁ ବଧ କରିବାର ଇଙ୍ଗିତ କରିବା, ଏହା ତାଙ୍କର ନିଜସ୍ୱ ମାନସିକତାର ପରିଣାମ ହୋଇଥାଇପାରେ। ତେବେ ସେ ଯାହା ହେଉ ନା କାହିଁକି, ଇତିହାସରେ ଉକ୍ତ ଘଟଣାର ଚର୍ଚ୍ଚା ହୋଇଛି। ହଜରତ ମିର୍ଜା ବଶୀର ଅହମଦ ସାହେବ ମଧ୍ୟ ଉକ୍ତ ଘଟଣାର ବିବରଣୀ ବର୍ଣ୍ଣନା କରିଛନ୍ତି। ଆପଣ ଉଲ୍ଲେଖ କରିଛନ୍ତି, ବନୁ କୁରେଜା ସମ୍ପ୍ରଦାୟକୁ ଯେତେବେଳେ ଘେରାଉ କରିଗଲା ଏବଂ ସେମାନେ ଅତିଷ୍ଠ ହୋଇଗଲେ, ସେମାନେ ପ୍ରସ୍ତାବ ଦେଲେ ଯେ ମୁସଲମାନମାନଙ୍କ ମଧ୍ୟରୁ ଜଣଙ୍କ ସହିତ ବାର୍ତ୍ତାଳାପ କରିବେ, ପରାମର୍ଶ କରିବେ। ସେତେବେଳେ ସେମାନେ ମୁସଲମାନମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିର ସରଳ ପଣିଆର ଫାଇଦା ଉଠାଇ ତାଙ୍କୁ ଫସାଇବାକୁ ପ୍ରୟାସ କରିଥିଲେ, ନିଜ କଥା ମନେଇବାକୁ ଚେଷ୍ଟା କରିଥିଲେ। ତେଣୁ ବନୁ କୁରେଜାର ୟହୁଦୀମାନେ ସେହି ସରଳ ମୁସଲମାନ ବ୍ୟକ୍ତିକୁ ଡାକିବାକୁ ଚାହିଁଥିଲେ। ତହିଁରୁ ସେମାନେ ଏହି ସନ୍ଧାନ ଲଗାଇବାକୁ ଚେଷ୍ଟା କରିଥିଲେ ଯେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ସେମାନଙ୍କ ପ୍ରତି
କେଉଁ ମତାମତ ରଖିଛନ୍ତି, କାରଣ ସେହି ଉଦ୍ଦେଶ୍ୟ ପ୍ରକାଶରେ ସେମାନେ ଆସନ୍ତା ପାଇଁ ପଦକ୍ଷେପ ଗ୍ରହଣ କରିବେ। ସୁତରାଂ ସେମାନେ ହୁଜୁର ସଲ୍ଲଲ୍ଲାହୁ ଙ୍କ ସେବାରେ ଏକ ସନ୍ଦେଶ ପ୍ରେରଣ କରିଥିଲେ, ନିବେଦନ କରିଥିଲେ ଯେ ଅବୁ ଲୁବାବା ବିନ୍ ମୁନଜିର ଅନସାରୀ ରଜିୟଲ୍ଲାହୁଙ୍କୁ ଦୁର୍ଗ ମଧ୍ୟକୁ ପ୍ରେରଣ କରିଦିଅନ୍ତୁ, ଯାହାଙ୍କ ସହିତ ଆମେ ପରାମର୍ଶ କରିବୁ। ହଜରତ ଅବୁ ଲୁବାବା ରଜିୟଲ୍ଲାହୁଙ୍କୁ ଅନୁମତି ପ୍ରଦାନ କରିଦିଆଗଲା। ସୁତରାଂ ହଜରତ ଅବୁ ଲୁବାବା ୟହୁଦୀମାନଙ୍କ ଦୁର୍ଗକୁ ଚାଲି ଯାଇଥିଲେ। ବର୍ତ୍ତମାନ ବନୁ କୁରେଜା ସମ୍ପ୍ରଦାୟର ଅଧିପତିମାନେ ନିଜ ମଧ୍ୟରେ ପରାମର୍ଶ କରୁଥିଲେ ଯେ ଅବୁ ଲୁବାବା ଦୁର୍ଗ ମଧ୍ୟକୁ ପ୍ରବେଶ କରିବା ମୁହୂର୍ତ୍ତରେ ସେମାନଙ୍କର ମହିଳା ଓ ପିଲାଛୁଆମାନେ ତାଙ୍କ ନିକଟରେ ବିଳାପ ଓ ରୋଦନ କରିବା ଆରମ୍ଭ କରିଦେଲେ। ସେମାନଙ୍କର ଦାରୁଣ ଦୁଃଖ ଦୁର୍ଦ୍ଦଶା ଦେଖି ସେ ପ୍ରଭାବିତ ହେଲେ, ଅର୍ଥାତ୍ ଅବୁ ଲୁବାବା, ଏବଂ ୟହୁଦୀମାନଙ୍କର ଯୋଜନା କାମ କରିଗଲା। ଅବୁ ଲୁବାବା ଦୁର୍ଗ ମଧ୍ୟକୁ ଯିବା ମାତ୍ରେ ସେମାନଙ୍କ ବିପତ୍ତିର ତାଙ୍କ ଯୋଜନାର କୂଟନୀତିର ଶିକାର ହୋଇଗଲେ। ବନୁ କୁରେଜା ସମ୍ପ୍ରଦାୟ ଅବୁ ଲୁବାବାଙ୍କୁ ଏହି ପ୍ରଶ୍ନ କରିଥିଲା ଯେ ତୁମେ ଆମମାନଙ୍କ ଅବସ୍ଥା ଦେଖୁଛ, ଆମେମାନେ ମୁହମ୍ମଦ ସଲ୍ଲଲ୍ଲାହୁଙ୍କ ନିଷ୍ପତ୍ତି କ୍ରମେ ନିଜ ଦୁର୍ଗ ମଧ୍ୟରୁ ବାହାରି ଆସିବୁ। ହଜରତ ଅବୁ ଲୁବାବା ସହସା ଉତ୍ତର ଦେଲେ, ହଁ, କିନ୍ତୁ ତତ୍ସହିତ ନିଜର ଅନ୍ୟ ହସ୍ତ ହଲାଲ ଇଙ୍ଗିତ କଲାପରି ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ତୁମମାନଙ୍କୁ ସଂହାର କରିବାର ଆଦେଶ ଦେବେ, ଏଭଳି ଇଙ୍ଗିତ କରିଥିଲେ। କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ଭୁଲ ଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କଦାପି ଏପରି କୌଣସି ଉଦ୍ଦେଶ୍ୟ ପ୍ରକଟ କରିନଥିଲେ, କିନ୍ତୁ ସେମାନଙ୍କ ବିପତ୍ତିର ପରିପ୍ରକାଶ ଯୋଗୁଁ ସେଥିରେ ପ୍ରଭାବିତ ହୋଇ ଅବୁ ଲୁବାବା ଚିନ୍ତାଧାରା ଦୁଃଖ ଦୁର୍ଦ୍ଦଶାର ଏପରି ବହିଗଲେ ଯେ ମୃତ୍ୟୁଠାରୁ ଦୂରରେ ରହିଥିଲା ନାହିଁ। ଅବୁ ଲୁବାବା ଉକ୍ତ ସହାନୁଭୂତି ବନୁ କୁରେଜା ସହିତ କରିଥିଲେ। ସେମାନେ ବନୁ କୁରେଜା ସମ୍ପ୍ରଦାୟର ୟହୁଦୀମାନେ ଉକ୍ତ କଥାକୁ ଆୟୁଧ କରି ଜିଦ୍ରେ ଅଟଳ ରହିଲେ ଯେ ସେମାନେ ହୁଜୁର ସଲ୍ଲଲ୍ଲାହୁଙ୍କ ନିଷ୍ପତ୍ତି କ୍ରମେ ଦୁର୍ଗରୁ ତଳକୁ ଓହ୍ଲାଇବେ ନାହିଁ। ସେ ଯାହା ହେଉ, ଉକ୍ତ ବିସ୍ତୃତ ବିବରଣୀଟି ବର୍ତ୍ତମାନ ଅବ୍ୟାହତ ରହିଛି। ଇନଶା ଆଲ୍ଲାହ ତାଆଲା ଆସନ୍ତାରେ ଏହାର ଅବଶିଷ୍ଟାଂଶ ବର୍ଣ୍ଣନା କରିବି। ପାକିସ୍ତାନର ଅହମଦୀମାନଙ୍କୁ ନିଜ ନିମନ୍ତେ ବେଶୀ ଦୁଆ କରିବା ଉଚିତ। ଆଜିକାଲି ସେମାନଙ୍କ ନିମନ୍ତେ ଭୂମିକୁ ସଂକୁଚିତ କରିବାକୁ ଚେଷ୍ଟା କରାଯାଉଅଛି। ତେଣୁ ସେମାନଙ୍କୁ ଆଲ୍ଲାହ ତାଆଲାଙ୍କ ପ୍ରସନ୍ନତା ଓ ତାହାଙ୍କ ଅନୁଗ୍ରହ ପ୍ରାପ୍ତି ନିମନ୍ତେ ଉଦ୍ୟମ କରିବା ଉଚିତ, କାରଣ ପରିସ୍ଥିତି ଜଟିଳତର ହୋଇଚାଲିଛି। ଆଲ୍ଲାହ ତାଆଲା ନିଜର ଦୟା ଅବତୀର୍ଣ୍ଣ କରନ୍ତୁ, ଆମିନ୍। ସେହିପରି ସଂସାରର ବିଭିନ୍ନ ପ୍ରାନ୍ତରେ ବାସ କରୁଥିବା ପାକିସ୍ତାନୀ ଅହମଦୀମାନଙ୍କ ପାଇଁ ଦୁଆ କରିବେ। ଆଲ୍ଲାହ ତାଆଲା ସେମାନଙ୍କୁ ସମସ୍ତ ପ୍ରକାର ବିପତ୍ତି ଓ ସମସ୍ୟାରୁ ଉଦ୍ଧାର କରନ୍ତୁ। ବାଂଲାଦେଶର ଅହମଦୀମାନଙ୍କ ପାଇଁ ମଧ୍ୟ ଦୁଆ କରିବେ। ଆଲ୍ଲାହ ତାଆଲା ପ୍ରତ୍ୟେକ ଅନିଷ୍ଟତାରୁ ତାଙ୍କୁ ରକ୍ଷା କରନ୍ତୁ। ବାଂଲାଦେଶର ଅହମଦୀମାନେ ନାନା ସମସ୍ୟାରେ ପୀଡ଼ିତ ଅଲଜାଜାଏରରେ ରହୁଥିବା ଅହମଦୀମାନଙ୍କ ପାଇଁ ମଧ୍ୟ ଦୁଆ କରିବେ। ଆଲ୍ଲାହ ତାଆଲା ସେମାନଙ୍କୁ ମଧ୍ୟ ପ୍ରତ୍ୟେକ ପ୍ରକାର ବିପତ୍ତିରୁ ସୁରକ୍ଷିତ ରଖନ୍ତୁ। ସେମାନଙ୍କ ଉପରେ ଜୋରିମାନା ଲଗାଯାଉଛି, କାରାଦଣ୍ଡ ଦିଆଯାଉଛି। ଆଲ୍ଲାହ ତାଆଲା ସେମାନଙ୍କର ବିଶ୍ୱାସକୁ ସୁଦୃଢ଼ ରଖନ୍ତୁ। ସୁଡାନର ଅହମଦୀମାନଙ୍କ ପାଇଁ ମଧ୍ୟ ଦୁଆ କରିବେ। ସେଠାକାର ଗୃହଯୁଦ୍ଧ ଅବ୍ୟାହତ ରହିଛି। ପରିସ୍ଥିତି ଶୋଚନୀୟ। ଅତି ଦୁଃଖରେ ସେମାନେ କାଳତିପାତ କରୁଛନ୍ତି। ପ୍ରତ୍ୟେକ ସ୍ଥାନରେ କଲମା ପାଠକାରୀ ଉପରେ ବିପତ୍ତି ଓ ସମସ୍ୟା ଘେରି ରହିଛି। ସମସ୍ୟାର ସେମାନେ ସମ୍ମୁଖୀନ ହେଉଛନ୍ତି। ତାର କାରଣ ଏହିକି ଯେ ଯେଉଁ ଅଣଅହମଦୀ ବିରୋଧୀମାନେ ଅଛନ୍ତି, ସେମାନେ ଖୋଲମଖୋଲା ମୁସଲମାନମାନଙ୍କୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରୁଛନ୍ତି। ତେଣୁ ଆପଣମାନେ ସମସ୍ତେ ଦୁଆ କରିବେ। ଆଲ୍ଲାହ ତାଆଲା ଇସ୍ରାଏଲୀୟ ସରକାର ଓ ଆମେରିକୀୟ ସରକାର ତଥା ବଡ଼ ବଡ଼ ରାଷ୍ଟ୍ରମାନଙ୍କର ହସ୍ତକୁ ରୋକନ୍ତୁ। ତାହାଙ୍କ ହସ୍ତରେ ସମସ୍ତ ଶକ୍ତି ବିଦ୍ୟମାନ, କିନ୍ତୁ ଏଥିନିମନ୍ତେ ମୁସଲମାନମାନଙ୍କୁ ମଧ୍ୟ ନିଜର ଆଚରଣ ଓ ଆଲ୍ଲାହ ତାଆଲାଙ୍କ ପ୍ରସନ୍ନତା ପ୍ରାପ୍ତି ପାଇଁ ପ୍ରୟାସ କରିବାକୁ ହେବ। ଆଦର୍ଶ ଭାଇର ଉଦାହରଣ ଉପସ୍ଥାପିତ କରିବାକୁ ହେବ। ଯେଉଁ ମତଭେଦ ସୃଷ୍ଟି ହୋଇଯାଇଛି ତାହାକୁ ଅପସାରିବା ପାଇଁ ମତଭେଦକୁ ଦୂର କରିବାକୁ, ସମାପ୍ତ କରିବାକୁ ଚେଷ୍ଟା କରିବାକୁ ହେବ। ତେବେ ଯେ ଆଲ୍ଲାହ ତାଆଲାଙ୍କର ସାହାଯ୍ୟ ଓ ଅଙ୍ଗୀକାର ପୂର୍ଣ୍ଣ ହେବ। ଆଲ୍ଲାହ ତାଆଲା ସାହାଯ୍ୟ ବ୍ୟତୀତ କିଛି ବି ସମ୍ଭବ ନୁହେଁ। ଜଣେ ବିଶ୍ୱାସକାରୀ ହୋଇ ମୁସଲମାନମାନଙ୍କୁ ରହିବାକୁ ହେବ। ଆଲ୍ଲାହ ତାଆଲା ଆମମାନଙ୍କୁ ଓ ସମସ୍ତ ମୁସଲମାନମାନଙ୍କୁ ଏଥିନିମନ୍ତେ ସାମର୍ଥ୍ୟ ପ୍ରଦାନ କରନ୍ତୁ, ଆମିନ୍।
الحمد لله نحمده ونستعينه ونستغفره ونؤمن به ونتوكل عليه ونعوذ بالله من شرور أنفسنا ومن سيئات أعمالنا من يهده الله فلا مضل له ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله عباد الله رحمكم الله إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون اذكروا الله يذكركم وادعوه يستجب لكم ولذكر الله أكبر